ଇଗ୍ନୋ ତରଫରୁ ଆୟୋଜିତ ସ୍ୱୟଂପ୍ରଭା କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ସମସ୍ତ ପାଠକ ପାଠିକାମାନଙ୍କୁ ଶୁଭ ସନ୍ଧ୍ୟା। ଆଜି ଆମେ ୟୁନିଟ୍ 9 କି ଯିବା। ୟୁନିଟ୍ 9 ରେ ଆମର ଅଛି ରିଫର୍ମେସନ୍। ତେଣୁ ରିଫର୍ମେସନ୍ ହେଲା ଧର୍ମ ସଂସ୍କାର ଆନ୍ଦୋଳନ। ପାଶ୍ଚାତ୍ୟ ଜଗତରେ ପ୍ରତିଷ୍ଠିତ ଧର୍ମରେ ସଂସ୍କାର ଆଣିବା ପାଇଁ ଯେଉଁ ସବୁ ଉଦ୍ୟମ କରାଯାଇଥିଲା ବା ଯେଉଁ ଦାର୍ଶନିକ ମାନଙ୍କ ଦ୍ୱାରା ଅନ୍ଧବିଶ୍ୱାସ ଉପରେ ଏକ କୁଠାରଘାତ ଆଣି ଏକ ସଂସ୍କାର ମୂଳକ ବା ଉଦ୍ୟମ ମୂଳକ କାର୍ଯ୍ୟକ୍ରମ କରାଯାଇଥିଲା, ତାକୁ ହିଁ କୁହାଯାଇଥିଲା ଧର୍ମ ସଂସ୍କାର ଆନ୍ଦୋଳନ। ତାହେଲେ ପୃଥିବୀରେ ପ୍ରମୁଖ ରାଷ୍ଟ୍ର ମାନଙ୍କରେ ବା ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ପ୍ରତିଷ୍ଠା ହୋଇଥିଲା ସେହି ଖ୍ରୀଷ୍ଟିଆନ ଧର୍ମ। ତେଣୁ ପାଶ୍ଚାତ୍ୟ ଜଗତର ମୁଖ୍ୟ ଧର୍ମ କହିଲେ ସେ ଖ୍ରୀଷ୍ଟିଆନ ଧର୍ମକୁ ବୁଝାଏ, ଯାହାର ପ୍ରତିଷ୍ଠାତା ଥିଲେ ମହାତ୍ମା ଯୀଶୁଖ୍ରୀଷ୍ଟ। ସେ ସମୟରେ ଯୀଶୁଖ୍ରୀଷ୍ଟଙ୍କର ପୂର୍ବରୁ ଯେଉଁ ଇହୁଦୀ ଧର୍ମ ଥିଲା ପାଶ୍ଚାତ୍ୟ ଜଗତକୁ ତାହା କବଳିତ କରିଥିଲା ଏବଂ ଇହୁଦୀ ଧର୍ମ ଜନମାନସକୁ କୁସଂସ୍କାରରେ ବାନ୍ଧି ରଖିଥିଲା, ଅନ୍ଧବିଶ୍ୱାସରେ ବାନ୍ଧି ରଖିଥିଲା। ସେହି ପରିପ୍ରେକ୍ଷୀରେ ମହାତ୍ମା ଯୀଶୁଖ୍ରୀଷ୍ଟଙ୍କର ଆବିର୍ଭାବ ହେଇଥିଲା, ଯିଏକି ଖ୍ରୀଷ୍ଟ ଧର୍ମର ପ୍ରଚାରକ ଥିଲେ ବା ଖ୍ରୀଷ୍ଟ ଧର୍ମର ଉଦ୍ୟୋକ୍ତା ଥିଲେ। ଖ୍ରୀଷ୍ଟ ଧର୍ମକୁ ସେ ପ୍ରଚାର କରି ବା ଅନେକ ସରଳ ଧର୍ମକୁ ସେ ପ୍ରଚାର କରି ପାଶ୍ଚାତ୍ୟ ଜଗତରେ ଯେଉଁ ଏକ ନୂତନ ବୀଜବପନ କରିଥିଲେ, ତାହା ଇହୁଦୀ ମାନଙ୍କର ଉପରେ ବା ଇହୁଦୀବାସୀଙ୍କ ଉପରେ ଏକ ପ୍ରତିବନ୍ଧକ ସୃଷ୍ଟି କରିଥିଲା, ଯାହାକି ଧର୍ମରେ କଳଙ୍କ ଆରମ୍ଭ ହୋଇଥିଲା। ତେଣୁ ଯୀଶୁଖ୍ରୀଷ୍ଟ ଯେତେବେଳେ ତାଙ୍କର ଧର୍ମ ପ୍ରଚାର କରିବାକୁ ଆରମ୍ଭ କରିଥିଲେ, ସେ ସମୟରେ ତତ୍କାଳୀନ ସମାଜ ବା ସେତେବେଳର ଗିର୍ଜାରେ ଗିର୍ଜାଧୀଶ ମାନେ ସେମାନେ ଏସବୁ ମଧ୍ୟରେ ବୁଡ଼ି ରହି ସେତେବେଳର ରାଜନୈତିକ କାର୍ଯ୍ୟକ୍ରମକୁ ଏ କୁସଂସ୍କାର ମଧ୍ୟରେ ନିଜେ ନିୟନ୍ତ୍ରଣ କରି ସେ ସମୟର ସମାଜକୁ ସେମାନେ ପରିଚାଳନା କରୁଥିଲେ। ଏହି ସମୟରେ ଈଶ୍ୱରଙ୍କର ଆଶୀର୍ବାଦ ସ୍ୱରୂପ ମହାତ୍ମା ଯୀଶୁଖ୍ରୀଷ୍ଟଙ୍କର ଖ୍ରୀଷ୍ଟପୂର୍ବ 4 ଡିସେମ୍ବର 25 ତାରିଖରେ ସେ ଧରାବରଣ କରିଥିଲେ। ତାଙ୍କର ପିତା ଏବଂ ମାତା ଥିଲେ ଯୋସେଫ ଏବଂ ମେରୀ, ଯିଏକି ଏକ ଶୁଭ ମୁହୂର୍ତ୍ତରେ ତାଙ୍କୁ କୋଳମଣ୍ଡନ କରିଥିଲେ। ଏହି ସମୟରେ ଯୀଶୁଖ୍ରୀଷ୍ଟଙ୍କ ଲାଳିତ ପାଳିତ ହେଇଥିଲେ ଏବଂ ଯୀଶୁଖ୍ରୀଷ୍ଟଙ୍କର ଆବିର୍ଭାବ ସମୟରେ ଏକ ନୂତନ ଅଲୌକିକ କଥା, ଅଲୌକିକ ବାର୍ତ୍ତା ସେ ସମୟରେ ସମସ୍ତେ ପାଇଥିଲେ, ଯାହା ଫଳରେ ତତ୍କାଳୀନ ଇହୁଦୀ ଶାସକ ହେରୋଡ ଏଥିରେ ବିତସ୍ପୃହ ହୋଇ ପଡ଼ିଥିଲେ, ଏଥିରେ ଈର୍ଷାପରାୟଣ ହେଇଥିଲେ ଏବଂ କିଏ ସିଏ, ସେ ବ୍ୟକ୍ତି, ସେ ବାଳକ କିଏ ସେ, ଯାହାର ଧରାବରଣ ପରେ ଏଭଳି ଏକ ଅଲୌକିକ ଘଟଣା ଘଟିଲା ଏବଂ ମୋ ଶାସନରେ କାଳେ ସେ ଭବିଷ୍ୟତରେ ଆଞ୍ଚ ଆଣିବ ବୋଲି ତାଙ୍କୁ ଧରିବା ପାଇଁ, ତାଙ୍କୁ ଖୋଜିବା ପାଇଁ ସେ ଅନେକ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ତ ପାଇନଥିଲେ। ତେଣୁ ହେରୋଦଙ୍କ ନିର୍ଦ୍ଦେଶରେ ତାଙ୍କର ଅନୁଗାମୀ ମାନେ ସେ ସ୍ଥାନରେ ଅର୍ଥାତ୍ ପାଲେଷ୍ଟାଇନରେ ଯେତେ ଶିଶୁମାନେ ଥିଲେ ସମସ୍ତଙ୍କୁ ହତ୍ୟା କରି ଚାଲିଲେ, କିନ୍ତୁ ପିତା ଯୋସେଫ ଏବଂ ମାତା ମେରୀ ଯୀଶୁଖ୍ରୀଷ୍ଟଙ୍କୁ ରକ୍ଷା କରିବା ପାଇଁ ସେ ଅନ୍ୟତ୍ର ଚାଲି ଆସିଥିଲେ ଏବଂ ସେଠାରେ ଲାଳିତ ପାଳିତ ହେଇଥିଲେ। ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ବୃତ୍ତାନ୍ତ ଅନେକ ରହିଛି, ସେ ସବୁ ବ୍ୟାଖ୍ୟା କରିବା ଆମ ପାଖରେ ବର୍ତ୍ତମାନ ସମୟର ଅଭାବ। ଯୀଶୁଖ୍ରୀଷ୍ଟ ଏକ ସାଧାରଣ ଇହୁଦୀ ପରିବାରରେ ଜନ୍ମଗ୍ରହଣ କରିଥିଲେ, ଗୋଟିଏ ପଶୁଶାଳାରେ ବି ଜନ୍ମଗ୍ରହଣ କରିଥିଲେ ଏବଂ ଏକ ରାସ୍ତାରେ ଜନ୍ମଗ୍ରହଣ କରିଥିଲେ ବେଥଲେହେମ ଠାରେ। ସେସବୁ କଥା ତ ବର୍ତ୍ତମାନ ଆଲୋଚନା କରାଯାଇପାରିବ ନାହିଁ, କିନ୍ତୁ ଯୀଶୁଖ୍ରୀଷ୍ଟ ଲାଳିତ ପାଳିତ ହେଲା ପରେ ନିଜେ ଧର୍ମ ଶିକ୍ଷା ନେବା ପାଇଁ ଗୁରୁଙ୍କ ନିକଟରେ ସେ ଉପସ୍ଥିତ ହେଇଥିଲେ ଏବଂ ଗୁରୁଙ୍କଠାରୁ ସେ ଦୀକ୍ଷା ଗ୍ରହଣ କଲା ପରେ ପ୍ରଥମେ ସେ 12 ଜଣ ଶିଷ୍ୟଙ୍କୁ ତାଙ୍କର
ଦୀକ୍ଷା ପ୍ରଦାନ କରିଥିଲେ ଯେ ପ୍ରକୃତରେ ତାଙ୍କର ଦୀକ୍ଷା ବା ତାଙ୍କର ଧର୍ମ ଗ୍ରହଣ ଯୋଗ୍ୟ ହେଉଛି କି ନାହିଁ। ସେଇ 12 ଜଣଙ୍କ ମଧ୍ୟରୁ ମୁଖ୍ୟ ଥିଲେ ସେଣ୍ଟ ପିଟର୍ସ, ଯେ କି ଯୀଶୁଖ୍ରୀଷ୍ଟଙ୍କର ବାଣୀରେ ଅତିଶୟ ପ୍ରଶଂସିତ ହୋଇ ଏବଂ ଆଗ୍ରହର ସହିତ ସେ ବାଣୀକୁ ଗ୍ରହଣ କରି ସେ ବାଣୀ ଚତୁଃପାର୍ଶ୍ୱରେ ପ୍ରଚାର କରିବା ପାଇଁ ଯେତେବେଳେ ଆଗେଇ ଆସିଥିଲେ, ସେତେବେଳେ ଇହୁଦୀବାସୀମାନେ ବା ଇହୁଦୀ ଶାସକମାନେ ୟାଙ୍କ ପ୍ରତି ବା ଯୀଶୁଖ୍ରୀଷ୍ଟଙ୍କ ପ୍ରତି ଈର୍ଷାପରାୟଣ ହେଲେ। ଈର୍ଷାପରାୟଣ ହେବା ପରେ ପରେ ଯୀଶୁଖ୍ରୀଷ୍ଟଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ସେମାନେ ଅନେକ ପ୍ରକାରର ଉଦ୍ୟମ କରିଥିଲେ, ଅନେକ ପ୍ରକାରର ଚତୁରତାର ଆଶ୍ରୟ ନେଇଥିଲେ ଏବଂ ଯୀଶୁଖ୍ରୀଷ୍ଟଙ୍କୁ କାଲଭାରୀ ପର୍ବତ ଉପରେ ମଧ୍ୟ କ୍ରୁଶବିଦ୍ଧ କରାଗଲା। ତାଙ୍କୁ କ୍ରୁଶବିଦ୍ଧ କରିବାକୁ ନେବା ବେଳେ ବାଟରେ ତାଙ୍କୁ ଅନେକ ଅପମାନ ଦିଆଯାଇଥିଲା, ଅନେକ ମାଡ଼ ଚାବୁକ ପ୍ରହାର ମଧ୍ୟ ସହିବାକୁ ପଡ଼ିଥିଲା। ତାଙ୍କୁ କ୍ରୁଶବିଦ୍ଧ କରିବା ସମୟରେ ଯୀଶୁଖ୍ରୀଷ୍ଟ ନିଜେ ସେହିମାନଙ୍କୁ ମଧ୍ୟ ସେମାନଙ୍କର ଉତ୍ତମ ଆଚରଣ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିଲେ ଯେ ଏମାନେ କଣ କରୁଛନ୍ତି, ଏମାନେ ଜାଣିପାରୁନାହାନ୍ତି, ଭଗବାନ ଏମାନଙ୍କୁ କ୍ଷମା ଦିଅନ୍ତୁ। ତାଙ୍କ ପାଟିରୁ ଏ କଥା ମଧ୍ୟ ଶେଷ ମୁହୂର୍ତ୍ତରେ ବାହାରି ଆସିଥିଲା ଏବଂ ସିଏ ସିନା ଚାଲିଗଲେ କିନ୍ତୁ ତାଙ୍କ ଧର୍ମ କେବେ ଚାଲି ଯାଇ ନଥିଲା। ଧର୍ମ ବା ଖ୍ରୀଷ୍ଟିଆନ ଧର୍ମ ତାହା ଅମର ହୋଇକି ରହିଥିଲା। ସେ ଯୋଉ ସବୁ ବାଣୀ ପ୍ରଚାର କରିଥିଲେ ସେ ବାଣୀ ଅତ୍ୟନ୍ତ ସରଳ ଥିଲା, ଅତ୍ୟନ୍ତ ପ୍ରଶଂସନୀୟ ଥିଲା, ସାଧାରଣ ଲୋକ ସମାଜରେ ଗ୍ରହଣୀୟ ଥିଲା, ଜନସାଧାରଣଙ୍କ ପାଖରେ ତାହା ଉପଯୋଗୀ ଥିଲା। ସେ ସବୁ ମଧ୍ୟରୁ ତାଙ୍କର ବାଣୀ ଥିଲା କଣ ନା, ପ୍ରଥମ ବାଣୀ ଥିଲା ଏକସ୍ୱରବାଦ, ଅର୍ଥାତ୍ ଈଶ୍ୱର ହେଉଛନ୍ତି ଏକ। ଏ କଥା ସମାଜରେ ପ୍ରତିପାଦନ କରିବା ପାଇଁ, ସମାଜକୁ ଏ କଥା ଜଣେଇବା ପାଇଁ ସେ ସର୍ବପ୍ରଥମେ ସେ ଏକସ୍ୱରବାଦ ପ୍ରତିଷ୍ଠା କରିଥିଲେ। ସେ ହେଉଛନ୍ତି ଈଶ୍ୱର, ଯେ ହେଉଛନ୍ତି ସର୍ବଦ୍ରଷ୍ଟା, ଯିଏ ହେଉଛନ୍ତି ସର୍ବଶକ୍ତିମାନ, ଯିଏ ହେଉଛନ୍ତି ସର୍ବତ୍ର ବିଦ୍ୟମାନ। ତେଣୁ ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଉପରେ ଆସ୍ଥା ରଖିବା ଉଚିତ, ଏ କଥା ସେ ପ୍ରଥମେ ଦର୍ଶାଇଥିଲେ। ତାପରେ ଏକେଶ୍ୱରବାଦ ପରେ ସେ ଆରମ୍ଭ କରିଥିଲେ ସମାନତା। ଯୋଉ ସମାନତା କହିଥିଲେ ଯେ ସମଗ୍ର ମାନବ ସମସ୍ତେ ହେଉଛନ୍ତି ଈଶ୍ୱରଙ୍କର ସନ୍ତାନ, ତେବେ ଆମ ଭିତରେ ସମାନତା ରହିବା ଉଚିତ, ଆମ ଭିତରେ କୌଣସି ଭିନ୍ନତା ପ୍ରଦର୍ଶନ ନ ହେବା ଉଚିତ। ସେଥିପାଇଁ କେହି କାହାକୁ ଘୃଣା କରିବା ଅନୁଚିତ, କେହି କାହାକୁ ଈର୍ଷାପରାୟଣ ହେବା ଅନୁଚିତ, ଏ କଥା ତାଙ୍କ ପାଟିରୁ ବାହାରି ଆସିଥିଲା। ଏବଂ ତାଙ୍କର ଆଉ ଏକ ମଧ୍ୟ ଗୁଣ ଥିଲା, ସଦ୍ଗୁଣ ଥିଲା। ସଦ୍ଗୁଣ ସମସ୍ତଙ୍କ ପାଖରେ ଦୟା, କ୍ଷମା, ମିତ୍ରତା, ଭାତୃଭାବ, ଏହିପରି 9ଟି ଗୁଣ ସମସ୍ତଙ୍କ ପାଖରେ ରହିବା ଆବଶ୍ୟକ। ଏ କଥା ତାଙ୍କ ବାଣୀରେ ମଧ୍ୟ ସେ ଦର୍ଶାଇଥିଲେ। ଏବଂ ମନୁଷ୍ୟର ପ୍ରକୃତ କର୍ତ୍ତବ୍ୟ କଣ? ଭାତୃଭାବ, ସମାନତା, ପିତାମାତାଙ୍କ ପ୍ରତି ଭକ୍ତି, ଗୁରୁଜନଙ୍କ ପ୍ରତି ଭକ୍ତି, ଈଶ୍ୱରଙ୍କ ପ୍ରତି ବିଶ୍ୱାସ, ଏଭଳି ଅନେକ କଥା ମନୁଷ୍ୟର କର୍ତ୍ତବ୍ୟ ପରିସର ଭିତରେ ରହିବା ଆବଶ୍ୟକ ବୋଲି ସେ ତାଙ୍କ ବାଣୀରେ ଦର୍ଶାଇଥିଲେ। ମଧ୍ୟ ସେଇ ତାଙ୍କ ବାଣୀରେ ସେ କ୍ଷମା, ପ୍ରେମ, ସ୍ନେହ ଏସବୁ କଥାକୁ ମଧ୍ୟ ସେ ସମ୍ପୂର୍ଣ୍ଣ ରୂପେ ତାଙ୍କ ବାଣୀରେ ସ୍ଥାନ ଦେବା ସହିତ କପଟତାକୁ ସେ ବର୍ଜନ କରିଥିଲେ। ଦାନ ପାଇଁ ଯେ ତମର ଦ୍ୱାରସ୍ଥ ହଉଛି ତାକୁ ଶୂନ୍ୟ ହସ୍ତରେ ନ ଫେରାଇବା ପାଇଁ ସେ ମଧ୍ୟ ତାଙ୍କର ବାର୍ତ୍ତାରେ, ତାଙ୍କର ବାଣୀରେ ମଧ୍ୟ ଦିଗ୍ଦର୍ଶନ ଦେଇଥିଲେ। ଏହିପରି ସେ ଅନେକ ପ୍ରକାରର ସଦ୍ଗୁଣ ଉପରେ ଆଧାରିତ, ସରଳ ଉପରେ ଆଧାରିତ ଯୋଉ ସବୁ ବାଣୀ ପ୍ରଚାର କରିଥିଲେ ତାହା ତତ୍କାଳୀନ ସମାଜ ତାକୁ ଗ୍ରହଣ କରିପାରିନଥିଲା। ସେତେବେଳେ ଗିର୍ଜାଧୀଶ ମାନେ କୁସଂସ୍କାରରେ ରହି ସେମାନେ ନିଜକୁ ବିତ୍ତଶାଳୀ କରିପାରୁଥିଲେ, ସେମାନେ ନିଜକୁ ଧନଶାଳୀ କରିବାରେ ଲାଗି ପଡ଼ିଥିଲେ, ଯାହା ଫଳରେ କି ଯୀଶୁଖ୍ରୀଷ୍ଟଙ୍କର ବାଣୀକୁ ଗ୍ରହଣ କରିବା ପାଇଁ ସେ ଆଦୌ ପ୍ରସ୍ତୁତ ନଥିଲେ। ଏହି ସମୟରେ ଯୀଶୁଖ୍ରୀଷ୍ଟ ସେତେବେଳେ ତାଙ୍କ ବାଣୀକୁ ନେଇ ଯୀଶୁଖ୍ରୀଷ୍ଟଙ୍କର ଶିଷ୍ୟମାନେ ଯେଉଁ ଏକ ଧର୍ମ ଗ୍ରନ୍ଥ ରଚନା କଲେ ତାହା ଥିଲା ଖ୍ରୀଷ୍ଟ ଧର୍ମର ଧର୍ମଗ୍ରନ୍ଥ, ଯାହାକୁ କୁହାଗଲା ବାଇବେଲ। ଏବଂ ବାଇବେଲକୁ ମଧ୍ୟ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଗୋଟେ ହେଲା ଓଲ୍ଡ ଟେଷ୍ଟାମେଣ୍ଟ, ଆଉ ଗୋଟେ ହେଲା ନ୍ୟୁ ଟେଷ୍ଟାମେଣ୍ଟ। ଏହି ନ୍ୟୁ ଟେଷ୍ଟାମେଣ୍ଟରେ ମହାତ୍ମା ଯୀଶୁଖ୍ରୀଷ୍ଟଙ୍କର ସମସ୍ତ ଧର୍ମବାଣୀ ଗୁଡ଼ିକ ରଚନା କରାଯାଇଛି, ଯାହା ଅଦ୍ୟାବଧି ସମଗ୍ର ବିଶ୍ୱରେ ଆଜି ଗ୍ରହଣୀୟ ଯୋଗ୍ୟ ହେଇଛି। ତେବେ ଏହାର ସରଳତା, ଏହାର ମାନ୍ୟତା, ଏହାର ପ୍ରଶଂସନ ଏତେ ଥିଲା ଯାହା ଫଳରେ କି ଯୀଶୁଖ୍ରୀଷ୍ଟଙ୍କୁ ଯଦିବା ତତ୍କାଳୀନ ସମାଜ ଗ୍ରହଣ କରିପାରି ନଥିଲା, କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଯୀଶୁଖ୍ରୀଷ୍ଟଙ୍କର ଏ ସରଳ ବାଣୀକୁ
ଯୀଶୁଖ୍ରୀଷ୍ଟଙ୍କର ଏହି ମହାନ ଧର୍ମ ବାଣୀକୁ ସମଗ୍ର ବିଶ୍ୱ ତାକୁ ଗ୍ରହଣ କରିଥିଲା ଏବଂ ବାଇବେଲ ପାଶ୍ଚାତ୍ୟ ଜଗତର ଏକ ଅତି ପବିତ୍ର ଗ୍ରନ୍ଥ ରୂପେ ପରିଚାଳିତ ହୋଇଥିଲା। ତେବେ ଏଇ ଯୋଉ ବାଇବେଲ ଆରମ୍ଭ ହୋଇଥିଲା ବା ବାଇବେଲ ଯେତେବେଳେ ପ୍ରଚାର ହେଲା ବା ଯୀଶୁଖ୍ରୀଷ୍ଟଙ୍କର ଯେତେବେଳେ ଧର୍ମର ପ୍ରଚାର ହେଲା, ସେତେବେଳେ ପାଶ୍ଚାତ୍ୟ ଜଗତରେ ଏକ ନୂତନ ଦିଗ, ଏକ ନୂତନ ଧର୍ମରେ ଏକ ସଂସ୍କାର ଅଣାଯାଇଥିଲା। କିନ୍ତୁ ଏହା ପ୍ରତି ସମସ୍ତେ ଈର୍ଷାପରାୟଣ ହେଇଯାଇଥିଲେ ଏବଂ ଯୋଉ ପୋପ ଯିଏ ଥିଲେ, ଗିର୍ଜାଧୀଶ ଯିଏ ଥିଲେ, ଚର୍ଚ୍ଚ ମଧ୍ୟରେ ଯିଏ ରହିଥିଲେ, ଯିଏ ଧର୍ମ ସମ୍ପାଦନା କରୁଥିଲେ, ସେ ଏମିତି କୁସଂସ୍କାରରେ ସେ ବୁଡ଼ି ରହିଥିଲେ ଯାହା ଫଳରେ କି ଯୀଶୁଖ୍ରୀଷ୍ଟଙ୍କର ବା ମହାତ୍ମା ଯୀଶୁଖ୍ରୀଷ୍ଟଙ୍କର ବାଣୀକୁ ସେ ଗ୍ରହଣ କରିବା ପାଇଁ ଆଦୌ ସେ ପ୍ରସ୍ତୁତ ନଥିଲେ। ତାଙ୍କ ନିଜର ମନମୁଖୀ ଶାସନ ସେ ପରିଚାଳନା କରୁଥିଲେ। କିନ୍ତୁ ଏ ଅପର ପକ୍ଷରେ ଯୀଶୁଖ୍ରୀଷ୍ଟଙ୍କର ପ୍ରମୁଖ ଶିଷ୍ୟ ଯିଏ ଥିଲେ ସେଣ୍ଟ ପଲ, ଯାହାକୁ ସେଣ୍ଟ ସଲ ମଧ୍ୟ କୁହାଯାଏ, ସେ ପାଶ୍ଚାତ୍ୟ ଜଗତରେ ଏସିଆ ମାଇନର, ଗ୍ରୀସ ତଥା ଅନ୍ୟ ଅଞ୍ଚଳ ମାନଙ୍କରେ ଖ୍ରୀଷ୍ଟ ଧର୍ମ ପ୍ରଚାର କରିବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଲେ, ଯାହାକୁ କି ରୋମରେ ତାଙ୍କୁ ମଧ୍ୟ ବନ୍ଦୀ କରାଯାଇଥିଲା, ତାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ସେ ପ୍ରାଣତ୍ୟାଗ କରିଥିଲେ, ଯିଏ ଥିଲେ ଯୀଶୁଖ୍ରୀଷ୍ଟଙ୍କର ପରବର୍ତ୍ତୀ ଉତ୍ତରାଧିକାରୀ, ଯାହାଙ୍କୁ ଦ୍ୱିତୀୟ ଯୀଶୁଖ୍ରୀଷ୍ଟ ବା ଖ୍ରୀଷ୍ଟ ଧର୍ମର ପ୍ରତିଷ୍ଠାତା ବୋଲି କୁହାଯାଏ। ଏହା ପରେ ଯୀଶୁଙ୍କର ଅନ୍ୟାନ୍ୟ ଶିଷ୍ୟମାନେ ଜେରୁଜେଲମ, ବେଥାଲହାମ, ଜୁଦା, ଏସିଆ ମାଇନର ଏଭଳି ଅନେକ ସ୍ଥାନ ପରିଭ୍ରମଣ କରି ଏ ଧର୍ମକୁ ଅତି ବ୍ୟାପକମୁଖୀ କରିଥିଲେ, ଏ ଧର୍ମକୁ ପ୍ରସାର କରିଥିଲେ। ଏହା ଆସ୍ତେ ଆସ୍ତେ ସମଗ୍ର ପାଶ୍ଚାତ୍ୟ ଜଗତକୁ ପ୍ରଭାବିତ କଲା, ସମସ୍ତ ପାଶ୍ଚାତ୍ୟ ଜଗତରେ ତାହା ପରିଚାଳିତ ହେଲା। ତେବେ ଯୀଶୁଙ୍କର ଯୋଉ ଏ ସରଳ ବାଣୀ ଥିଲା, ଏହା ଅନେକ ଦିନ ଧରି ପାଶ୍ଚାତ୍ୟ ଜଗତର ସମାଜରେ ପରିଚାଳିତ ହେବା ପରେ ଏହାକୁ ମଧ୍ୟବର୍ତ୍ତୀ ପର୍ଯ୍ୟାୟରେ ବା 1400-1500 ଖ୍ରୀଷ୍ଟାବ୍ଦରେ ଆସ୍ତେ ଆସ୍ତେ ଏ ଧର୍ମରେ କଳଙ୍କ ଲାଗି ଆସିଲା। କଳଙ୍କ ଯେତେବେଳେ ଆରମ୍ଭ ହେଲା, ସେତେବେଳେ ଅନେକ ଧର୍ମ ସଂସ୍କାରକ ମାନେ ଏ କଳଙ୍କକୁ ପ୍ରତିହତ କରିବା ପାଇଁ ସମାଜରେ ପଳାୟିତ ଧର୍ମରୁ ଏ କଳଙ୍କିତ ପ୍ରଥାକୁ ଉଚ୍ଛେଦ କରିବା ପାଇଁ ଯେତେବେଳେ ଅଣ୍ଟା ଭିଡ଼ିଥିଲେ, ସେହି ସମୟକୁ କୁହାଯାଇଥିଲା ଧର୍ମ ସଂସ୍କାର ଆନ୍ଦୋଳନ। ସମସ୍ତେ ଜାଣନ୍ତି ଯେ ୟୁରୋପୀୟ ମାନେ ବିଶେଷ କରି ଖ୍ରୀଷ୍ଟ ଧର୍ମାବଲମ୍ବୀ, ଏ ଧର୍ମ ପ୍ରଥମରୁ ନିଶ୍ଚିତ ଭାବରେ ଏକ ସରଳ ଧର୍ମ ଥିଲା ଏବଂ ଏହାର ପ୍ରଚାରକ ମାନେ ବା ସେଣ୍ଟ ପଲ ହୁଅନ୍ତୁ କି ଯୀଶୁଖ୍ରୀଷ୍ଟଙ୍କର ଅନ୍ୟାନ୍ୟ ଶିଷ୍ୟମାନେ ହୁଅନ୍ତୁ, ସେମାନେ ଅତ୍ୟନ୍ତ ନିଷ୍ଠାପର ଥିଲେ, ସେମାନେ ସାଧାରଣ ଜୀବନ ବି ଅତିବାହିତ କରୁଥିଲେ। କିନ୍ତୁ କ୍ରମେ କ୍ରମେ ଧର୍ମଯାଜକ ମାନେ ଏହାକୁ ଅତ୍ୟନ୍ତ କଠୋର କରିଦେଲେ, ଅତ୍ୟନ୍ତ ଜଟିଳ କରିଦେଲେ, ଯାହାକି ତତ୍କାଳୀନ ସମାଜର ଜନସାଧାରଣ ବା ସାଧାରଣ ଲୋକମାନେ ଏହାକୁ ଗ୍ରହଣ କରିବା ପାଇଁ ଆଗଭର ହୋଇପାରିଲେ ନାହିଁ। ସେହି ମଧ୍ୟଯୁଗୀୟ ରୋମାନ କ୍ୟାଥୋଲିକ ଗିର୍ଜାର ମୁଖ୍ୟ, ଯାହାଙ୍କୁ ପୋପ ବୋଲି କୁହାଯାଏ, ଯୋଉ ପୋପ ନିଜକୁ ଈଶ୍ୱରଙ୍କର ପ୍ରତିନିଧି ବୋଲି ମଧ୍ୟ ନିଜକୁ ସେ ପ୍ରଚାର କରୁଥିଲେ, ତାଙ୍କ ଅଧୀନରେ ଥିବା ଧର୍ମଯାଜକ ମାନେ ମଧ୍ୟ ପୋପଙ୍କର ସେହି ଅନ୍ଧବିଶ୍ୱାସକୁ ଅନୁସରଣ କରି ସେମାନେ ଯାହା କହୁଛନ୍ତି ବା ପୋପ ଯାହା କହୁଛନ୍ତି ତାହା ଈଶ୍ୱରଙ୍କ ବାଣୀ ବୋଲି ସେମାନେ ମଧ୍ୟ ଗ୍ରହଣ କରୁଥିଲେ ଏବଂ ଲୋକମାନଙ୍କ ମନରେ ମଧ୍ୟ ସେ ଧାରଣା ସୃଷ୍ଟି କରୁଥିଲେ। ତେବେ ଆଧୁନିକ ନବଜାଗରଣର ଯୁଗ ଆରମ୍ଭ ହେବା ପୂର୍ବରୁ ଲୋକମାନେ ଧର୍ମୀୟ ଭାବନାରେ ନିୟନ୍ତ୍ରିତ ହେଉଥିଲେ ଏବଂ ଧର୍ମରାଜଙ୍କ ମାନଙ୍କର ବାଣୀକୁ ସେମାନେ ଅନ୍ଧ ଭାବରେ ଗ୍ରହଣ କରି ଚାଲିଥିଲେ। କାହିଁକି ନା ସେତେବେଳେ ଜ୍ଞାନର ପୁନର୍ଜାଗରଣ ହେଇନଥିଲା କିମ୍ବା କୌଣସି ଧର୍ମ ଗ୍ରନ୍ଥ ବହି ଭାବରେ ପ୍ରକାଶନ ପାଇନଥିଲା। ତେଣୁ ସମସ୍ତେ ଧର୍ମଯାଜକ ବା ପୋପଙ୍କର ବାଣୀକୁ ଆବରି ନେଇଥିଲେ। ସେ ସବୁ ଅନ୍ଧବିଶ୍ୱାସରେ ସମସ୍ତେ ଜଡ଼ିତ ଥିଲେ, ସେ ତାଙ୍କରି ପଦାଙ୍କ ଅନୁକରଣ ସମସ୍ତେ କରୁଥିଲେ। କିନ୍ତୁ ଯେତେବେଳେ ନବଜାଗରଣ ହେଲା ବା ନବଜାଗରଣ ଆନ୍ଦୋଳନ ଯେତେବେଳେ ଉନ୍ମେଷ ହେଲା, ସେତେବେଳେ ବାଇବଲ ଆଦି ଅନେକ ପୁସ୍ତକ ଗୁଡ଼ିକ ବା ବାଇବେଲ ଭଳି ଅନେକ ଧର୍ମଗ୍ରନ୍ଥ ଗୁଡ଼ିକ ଯେତେବେଳେ ପ୍ରକାଶ ହେଲା, ହିବ୍ରୁ ଏବଂ ଲାଟିନ ଭଳି ଯେଉଁ ଆଞ୍ଚଳିକ ଭାଷାରେ ପ୍ରକାଶିତ ହେଲା, ସେତେବେଳେ ଯାଇ ଏହାର ଜନପ୍ରିୟତା ବା ଲୋକପ୍ରିୟତା ବଢ଼ିଲା। ପୁସ୍ତକ ଗୁଡ଼ିକ ଲୋକମାନଙ୍କ ପାଖରେ ପହଞ୍ଚି ପାରିଲା, ଲୋକମାନେ ତାକୁ ପଠନ କଲେ, ଲୋକମାନେ ତାକୁ ଅଧ୍ୟୟନ କଲେ, ଲୋକମାନେ ସେସବୁକୁ ଗ୍ରହଣ କଲେ, ଯାହାଦ୍ୱାରା କି ଧର୍ମର ପ୍ରକୃତ ଗୂଢ଼ ରହସ୍ୟକୁ ଲୋକମାନେ ଜାଣିପାରିଲେ
ଏବଂ ପୋପ ଓ ଧର୍ମଯାଜଙ୍କ ମାନଙ୍କର କାର୍ଯ୍ୟକଳାପ ବିଷୟରେ ମଧ୍ୟ ସଚେତନ ହେଲେ। ତାହେଲେ ଯେତେବେଳେ ଏଭଳି କାର୍ଯ୍ୟ ଆରମ୍ଭ ହେଲା, ଲୋକମାନେ ଯେତେବେଳେ ସତ୍ୟ କଥାକୁ ଜାଣିପାରିଲେ, ସେତେବେଳେ ପୋପ ଏବଂ ଧର୍ମଯାଜକ ମାନଙ୍କ ମଧ୍ୟରେ ଗୋଟେ ଗୁଞ୍ଜରଣ ସୃଷ୍ଟି ହେଲା ଯେ ସେମାନେ ଯୋଉ ପ୍ରତିପତ୍ତି ହାସଲ କରୁଥିଲେ, ଗିର୍ଜାରେ ରହି ଭୋଗ ବିଳାସ ଆମୋଦ ପ୍ରମୋଦରେ ରହୁଥିଲେ, ରାଜାଙ୍କର ବା ଶାସନ ସମ୍ରାଟଙ୍କର ଯୋଉ ଶାସନକୁ ନିଜ ନିୟନ୍ତ୍ରଣରେ ରଖିଥିଲେ, ରାଜା ବା ସମ୍ରାଟ ମାନେ ନିଜ ଅଧୀନରେ ବି ଥିଲେ ବା ସେ ପୋପଙ୍କ ଅଧୀନରେ ରହୁଥିଲେ। ତାଙ୍କର ଭୟ ଥିଲା ଯଦି ପୋପଙ୍କର କୌଣସି ଅଭିଶାପ ହୁଏ, ପୋପଙ୍କର ଯଦି ଲୋଲୁପ ଦୃଷ୍ଟି ପଡେ, ବୋଧ ହୁଏ ସମ୍ରାଟଙ୍କ ଶାସନରେ କଳଙ୍କ ଲାଗିଯିବ। ଏ ଭୟରେ ପୋପଙ୍କର ଅନୁଗାମୀ ହେଇ ଶାସକ ମାନେ ରହୁଥିଲେ, ଅର୍ଥାତ ପୋପ ବା ଗିର୍ଜାଧୀଶ ମାନେ ବା ତାଙ୍କର ଧର୍ମଯାଜକ ମାନେ, ସେମାନେ ମଧ୍ୟ ଏଇ ଭୋଗ ବିଳାସରେ ରହି ଶାସନକୁ ସେମାନେ ନିୟନ୍ତ୍ରଣ କରୁଥିଲେ ବା ଶାସନକୁ ଅଯଥା ସେମାନେ ଶାସନରେ ହସ୍ତକ୍ଷେପ କରୁଥିଲେ। ଏସବୁ କଥା ପରବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ଲୋକଲୋଚନକୁ ଆସିପାରିଲା, ସେତେବେଳେ ଲୋକମାନେ ସେମାନଙ୍କୁ ବା ସାଧାରଣ ଜନତା ସେମାନଙ୍କୁ ଘୃଣା ଚକ୍ଷୁରେ ଦେଖିବାକୁ ଲାଗିଲେ। ପୋପଙ୍କ ବିରୁଦ୍ଧରେ ଆରମ୍ଭ ହେଲା ଆନ୍ଦୋଳନ। ପୋପଙ୍କ ବିରୁଦ୍ଧରେ ଅନେକ ଲୋକମାନଙ୍କର ସମର୍ଥନ ହେଲା ଆସିଗଲା ଏବଂ ଏଇଠି ଆରମ୍ଭ ହେଲା ଧର୍ମ ସଂସ୍କାର ପାଇଁ ପଥ ବା ଧର୍ମ ସଂସ୍କାର ପାଇଁ ପଥ ସୁଗମ ହେଲା। କହିବାର ଉଦ୍ଦେଶ୍ୟ, ଯେତେବେଳେ ଲୋକମାନେ ସଚେତନ ହେଲେ, ଯେତେବେଳେ ଜ୍ଞାନର ପୁନର୍ଜାଗରଣ ହେଲା, ଯେତେବେଳେ ମୁଦ୍ରଣ ଯନ୍ତ୍ରର ଆବିଷ୍କାର ହେଲା, ଯେତେବେଳେ ପୁସ୍ତକର ପ୍ରକାଶନ ହେଲା, ସେଇ ସମୟରେ ଲୋକମାନଙ୍କର ମନରେ ଧର୍ମୀୟ ପ୍ରକୃତ ଧର୍ମୀୟ ଚେତନା ଜାଗ୍ରତ ଯେତେବେଳେ ହେଲା, ସେତେବେଳେ ସମାଜରେ ଧର୍ମର ପ୍ରକୃତ ଧର୍ମର ଗୂଢ ରହସ୍ୟକୁ ପ୍ରତିପାଦନ କରିବା ପାଇଁ ଯୋଉ ଜନ ଆନ୍ଦୋଳନ ଆରମ୍ଭ ହେଲା, ତାକୁ ହିଁ କୁହାଗଲା ଧର୍ମ ସଂସ୍କାର ଆନ୍ଦୋଳନ। ଏହି ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ମାର୍ଟିନ ଲୁଥର, ଇଂଲିଂ, ଏଇଭଳି ଅନେକ ବ୍ୟକ୍ତି ଥିଲେ। ଆମେ ଏବେ ଆଲୋଚନା କରିବା। ତେବେ ଖ୍ରୀଷ୍ଟୀୟ 1500 ଶତାବ୍ଦୀରେ ଏହି ଧର୍ମ ସଂସ୍କାର ଆନ୍ଦୋଳନ ପୋପଙ୍କର ପ୍ରତିପତ୍ତି ହ୍ରାସ, ଜାତୀୟ ଗିର୍ଜା ସ୍ଥାପନ, ଜନସାଧାରଣଙ୍କର ସ୍ୱାଧୀନତା, ଧର୍ମ ଆଚରଣ ଆଦି ଅନେକ ବିଷୟକୁ ନେଇ ଆରମ୍ଭ ହେଇଗଲା ଧର୍ମ ସଂସ୍କାର ଆନ୍ଦୋଳନ। ତାହେଲେ ଏ ଧର୍ମ ସଂସ୍କାର ଆନ୍ଦୋଳନ ଯୋଉ ଆରମ୍ଭ ହେଲା, ଏହାର କଣ କାରଣ ଥିଲା? ଏହାର ମୂଳଟା କୋଉଠୁ ଏ ଧର୍ମ ସଂସ୍କାର ଆନ୍ଦୋଳନ ଆରମ୍ଭ ହବା ପାଇଁ ଏହାର ପ୍ରଚେଷ୍ଟା ଆରମ୍ଭ ହେଲା? ପ୍ରଥମ ଥିଲା କଣ ନା ଗିର୍ଜା ପରିଚାଳନାରେ ଦୁର୍ନୀତି ବା କରପସନ ଇନ ଚର୍ଚ୍ଚ ମ୍ୟାନେଜମେଣ୍ଟ। ଗିର୍ଜା କହିଲେ ଆମେ ଚର୍ଚ୍ଚକୁ ବୁଝାଏ। ଚର୍ଚ୍ଚ କଣ ନା ଖ୍ରୀଷ୍ଟ ଧର୍ମର ଯୋଉ ଧର୍ମପୀଠକୁ ଚର୍ଚ୍ଚ କୁହାଯାଏ ବା ଗିର୍ଜା କୁହାଯାଏ। ତେବେ ପ୍ରଥମେ ପୋପ ଏବଂ ଧର୍ମଯାଜକ ମାନେ ଅତି ପବିତ୍ର ସରଳ ଜୀବନଯାପନ କରୁଥିଲେ। ଧର୍ମରେ ସରଳତା ଥିଲା, ଧର୍ମରେ କଳଙ୍କ ନଥିଲା, ଧର୍ମ କହିଲେ କଳଙ୍କହୀନ। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଅର୍ଥାତ୍ ଯେତେବେଳେ ସଦାବେଳେ ସେମାନେ ଧର୍ମ ଚର୍ଚ୍ଚାରେ ନ୍ୟସ୍ତ ରହିଲେ, ପରବର୍ତ୍ତୀ ପର୍ଯ୍ୟାୟରେ ବା 1500 ଏବଂ 1600 ଖ୍ରୀଷ୍ଟାବ୍ଦ ବେଳକୁ ଧର୍ମ ନାମରେ ସେମାନେ ବିଳାସପୂର୍ଣ୍ଣ ଏବଂ ଦୁର୍ନୀତିର ବିଳାସପୂର୍ଣ୍ଣ ଜୀବନଯାପନ କରିବା ସାଙ୍ଗକୁ ଦୁର୍ନୀତିଗ୍ରସ୍ତ ହୋଇପଡ଼ିଲେ। ସେମାନେ ନିଜକୁ ଈଶ୍ୱରଙ୍କର ଦୂତ ବୋଲି ମନେ କଲେ ଏବଂ ଲୋକମାନଙ୍କ ଆଗରେ ସେମାନେ ଈଶ୍ୱରଙ୍କର ଦୂତ ବୋଲି ପ୍ରତିପାଦନ କଲେ। ସେମାନଙ୍କର ଧର୍ମଯାଜକ ମାନେ ମଧ୍ୟ ଲୋକମାନଙ୍କୁ ଏ ବିଷୟରେ ସଚେତନ କଲେ ଯେ ପୋପ ହେଉଛନ୍ତି ଈଶ୍ୱରଙ୍କର ପ୍ରେରିତ ଦୂତ। ଏଭଳି ପ୍ରକାରର ଭୋଗ ବିଳାସରେ ଦୁର୍ନୀତି ଜୀବନଯାପନ କରିବା ଦ୍ୱାରା ଲୋକମାନଙ୍କର ମନରେ ଏକ ବିତୃଷ୍ଣ ଭାବ ଜାଗ୍ରତ ହେଲା ଏବଂ ନବଜାଗରଣ ଦ୍ୱାରା ଲୋକମାନେ ସଚେତନ ହୋଇଗଲେ। ଧର୍ମ ପୁସ୍ତକ ଗୁଡ଼ିକ ଅଧ୍ୟୟନ କରି ଲୋକମାନେ ଧର୍ମ ଉପରେ ସଚେତନ ହେଲେ, ଯାହା ଫଳରେ କି ଗିର୍ଜାରେ ଯୋଉ ଦୁର୍ନୀତି ଚାଲିଥିଲା, ଅନୀତି ଚାଲିଥିଲା, କୁସଂସ୍କାର ଚାଲିଥିଲା, ଅନ୍ଧବିଶ୍ୱାସ ଚାଲିଥିଲା, ଏସବୁକୁ ଲୋକମାନେ ଆଉ ପସନ୍ଦ କଲେ ନାହିଁ। ପୋପଙ୍କ ଠାରୁ ବା ଧର୍ମଯାଜକଙ୍କ ଠାରୁ ଦୂରେଇ ରହିବା ପାଇଁ ସେମାନେ ଆଗଭର ହେଲେ। ଯଦି ଗିର୍ଜାରେ ଏ ଦୁର୍ନୀତି ପ୍ରଶୟ ଦେଇ ନଥାନ୍ତେ, ଯଦି ଗିର୍ଜାରେ କୌଣସି ଅନୀତି ପ୍ରଶୟ ଦିଆ ନଥାନ୍ତା, ତାହେଲେ ବୋଧ ହୁଏ ଧର୍ମରେ ଆଉ ସଂସ୍କାର ଆଣିବାକୁ ପଡିନଥାନ୍ତା। ଧର୍ମ ପ୍ରଥମରୁ ତ ସଂସ୍କାରିତ, ଧର୍ମ
ସଂସ୍କାରିତ ଧର୍ମ ହିଁ ଥିଲା ଖ୍ରୀଷ୍ଟ ଧର୍ମ ହେଉ, ବୌଦ୍ଧ ଧର୍ମ ହେଉ, ଜୈନ ଧର୍ମ ହେଉ, ଯେକୌଣସି ଧର୍ମ ହେଉ, ସେ ତ ପ୍ରଥମରୁ ହିଁ ସଂସ୍କାରିତ। କିନ୍ତୁ ଯେତେବେଳେ ଅମାନୁଷିକ ବ୍ୟକ୍ତିଙ୍କ ହାତରେ ଏହା ସମ୍ପାଦିତ ହୁଏ, ସେତେବେଳେ ଏହା ଦୁର୍ନୀତିଗ୍ରସ୍ତ ହେଇଯାଏ, କଳଙ୍କିତ ହେଇଯାଏ। ସେଇଭଳି ଗିର୍ଜାଧୀଶ ମାନେ ଯେତେବେଳେ ଦୁର୍ନୀତିଗ୍ରସ୍ତ ହେଇ ପଡ଼ିଲେ, ଭୋଗ ବିଳାସ ଆମୋଦ ପ୍ରମୋଦରେ କାଳ କାଟିବା ପାଇଁ ସେମାନେ ମନ ବଳେଇଲେ, ବାଧ୍ୟ ହେଲେ ସେତେବେଳେ ଧର୍ମରେ ଅଧର୍ମକୁ ଭର୍ତ୍ତି କରିବା ପାଇଁ। ସେଇଭଳି ଏହି ଧର୍ମ ସଂସ୍କାର ଆନ୍ଦୋଳନ ପଛରେ ଆଉ ଏକ ମୁଖ୍ୟ କାରଣ ଥିଲା, ସେ ହେଉଛି ନବଜାଗରଣ ଆନ୍ଦୋଳନ। ତେଣୁ ଯେତେବେଳେ ନବଜାଗରଣ ହେଲା, ଅର୍ଥାତ୍ ଜ୍ଞାନର ନବୀକରଣ ହେଲା, ଲୋକମାନେ କୌଣସି ନା କୌଣସି ଅନ୍ଧ ଭାବରେ କଥାକୁ ଗ୍ରହଣ କରିବାକୁ ରାଜି ହେଲେନି। ପ୍ରତ୍ୟେକ କଥାର ସତ୍ୟତା ରହିଛି କି ନାହିଁ ସେ କଥା ଚିନ୍ତା କରିବାକୁ ଯେତେବେଳେ ଲୋକମାନେ ସଚେତନ ହେଇଗଲେ, ସେତେବେଳେ ଏ ଅନୀତିରେ ଭର୍ତ୍ତି ହୋଇ ରହିଥିବା, ଦୁର୍ନୀତିରେ ଭର୍ତ୍ତି ହୋଇ ରହିଥିବା ବା କୁସଂସ୍କାର ବିଜଡ଼ିତ ଏ ଧର୍ମକୁ ଆଉ ସେମାନେ ଗ୍ରହଣ କରିବାକୁ ରାଜି ହେଲେ ନାହିଁ। ଏହି ପରିପ୍ରେକ୍ଷୀରେ ଯେତେବେଳେ ନବଜାଗରଣ ସୃଷ୍ଟି ହେଲା, ବିଶିଷ୍ଟ ଦାର୍ଶନିକ ମାର୍ଟିନ ଲୁଥର ଜର୍ମାନୀରେ ଯିଏକି ଜନ୍ମଗ୍ରହଣ କରିଥିଲେ, ତାଙ୍କ ଦ୍ୱାରା ଯେଉଁ ସବୁ ଗ୍ରନ୍ଥ ରଚନା କରାଯାଇଥିଲା, ତାହା ଯେତେବେଳେ ପ୍ରକାଶିତ ହେଲା, ସେ ଗ୍ରନ୍ଥ ହେଲା ଇନ୍ ପ୍ରେଜ୍ ଅଫ୍ ଦି ଫୋଲି ଆଣ୍ଡ ଏ ଲେଟର ଅଫ୍ ଆନ୍ ଅବସ୍କ୍ୟୁର ମ୍ୟାନ୍। ଏହି ଦୁଇଟି ଗ୍ରନ୍ଥ ଯେତେବେଳେ ପ୍ରକାଶ ପାଇଲା, ସେତେବେଳେ ତତ୍କାଳୀନ ବା ଗିର୍ଜାଧୀଶଙ୍କ ଅଧୀନରେ ଥିବା ଖ୍ରୀଷ୍ଟ ଧର୍ମ କଣ ଏବଂ ପ୍ରକୃତ ଖ୍ରୀଷ୍ଟ ଧର୍ମ କଣ, ମାର୍ଟିନ ଲୁଥର ଏଥିରେ ଦର୍ଶାଇଥିଲେ। ତେବେ ପୁସ୍ତକ ପ୍ରକାଶନ ପରେ ଯେତେବେଳେ ପ୍ରତ୍ୟେକ ସ୍ଥାନରେ ଏ ପୁସ୍ତକ ଉପଲବ୍ଧି ହେଲା, ଲୋକମାନେ ତାକୁ ଗ୍ରହଣ କରି ଧର୍ମର ଗୂଢ଼ ରହସ୍ୟକୁ ଜାଣିପାରିଲେ। ଯଦି ନବଜାଗରଣ ହେଇନଥାନ୍ତା, ଜ୍ଞାନର ପୁନର୍ବିକାଶ ହେଇନଥାନ୍ତା, ଯଦି ଛାପାକଳ ବା ମୁଦ୍ରଣ ଯନ୍ତ୍ର ଯଦି ଉଦ୍ଭାବନ ହେଇନଥାନ୍ତା, ବୋଧହୁଏ ଲୋକମାନେ ଉଚିତ କଥାକୁ ବା ଧର୍ମର ଉଚିତ ରହସ୍ୟକୁ ଜାଣିପାରି ନଥାନ୍ତେ। ତାହେଲେ ନବଜାଗରଣ ଥିଲା ମୁଖ୍ୟ ଆଧାର, ଯୋଉଥିପାଇଁ ଆରମ୍ଭ ହୋଇଥିଲା ଧର୍ମ ସଂସ୍କାର ଆନ୍ଦୋଳନ। ସେଇଭଳି ଆଉ ଗୋଟିଏ କାରଣ ଥିଲା ଧର୍ମୀୟ ଅନ୍ଧବିଶ୍ୱାସର ପରିସମାପ୍ତି ବା ଏଣ୍ଡ ଅଫ୍ ରିଲିଜିୟସ୍ ସୁପରଷ୍ଟିସନ୍। ଅନ୍ୟ ଧର୍ମ ସମୂହ ପରି ୟୁରୋପରେ ଯେଉଁ ଖ୍ରୀଷ୍ଟ ଧର୍ମ ସର୍ବପ୍ରଥମେ ଖୁବ ସରଳ ଓ ପବିତ୍ର ଥିଲା, କିନ୍ତୁ ମଧ୍ୟଯୁଗ ବେଳକୁ ଏହା କାହିଁକି ଅତି ଜଟିଳ ଏବଂ କଳୁଷିତ ହୋଇ ପଡ଼ିଲା। ତେଣୁ ପୋପ ଏବଂ ତାଙ୍କ ଅଧସ୍ତନ ଧର୍ମଯାଜକ ମାନେ ଦୁର୍ନୀତିପୂର୍ଣ୍ଣ ତଥା ବିଳାସମୟ ଜୀବନଯାପନ କରିବାକୁ ଲାଗିଲେ। ଆଉ ସେ ସରଳ ଜୀବନଯାପନରେ ସେମାନେ ଚଳିବା ପାଇଁ ଆଉ ପସନ୍ଦ କଲେ ନାହିଁ। ତେଣୁ ପୋପ ଧର୍ମୀୟ କାର୍ଯ୍ୟ ଅନୁଷ୍ଠାନକୁ ଗୌଣ କରି ରାଜନୀତିରେ ଅଧିକ ସମୟ ସେ ଅତିବାହିତ କଲେ। ଏହିପରି ସେ ଧର୍ମର ଦ୍ୱାହି ଦେଇ ରାଜ୍ୟର ଶାସକ ମାନଙ୍କୁ ମଧ୍ୟ ସେ ଭୟଭୀତ କରାଇଲେ, ଯାହା ଶାସକମାନେ ଏହି ପୋପ ବିରୋଧୀ ମଧ୍ୟ ହେଲେ, ଯୋଉଥି ଯୋଗୁଁ ଏ ଧର୍ମ ସଂସ୍କାର ଆନ୍ଦୋଳନ ଏକ ବ୍ୟାପକ ରୂପ ଧାରଣ କଲା। ତାପରେ ଜାତୀୟତାବାଦର ଉଦ୍ରେକ, ଲୋକମାନଙ୍କର ମନରେ ଯେତେବେଳେ ଜାତି ପ୍ରୀତି ଜାଗ୍ରତ ହେଲା, ଯେତେବେଳେ ଦେଶ ପ୍ରୀତି ଜାଗ୍ରତ ହେଲା, ସେତେବେଳେ ଲୋକମାନେ ଜାଣିପାରିଲେ ଯେ କୋଉଟା ସତ୍ୟ ଆଉ କୋଉଟା ମିଥ୍ୟା। ଏହି ପରିପ୍ରେକ୍ଷୀରେ ପୋପ ଏବଂ ତାଙ୍କର ଅଧସ୍ତନ ଧର୍ମଯାଜକ ମାନେ ନିଜକୁ ଯୋଉ ଈଶ୍ୱରଙ୍କର ପ୍ରତିନିଧି ବୋଲି କହି ସମାଜରେ ନିଜକୁ ଉଚ୍ଚ ସ୍ଥାନ ପ୍ରଦାନ କରି ଆସୁଥିଲେ, ସେ ପ୍ରକାର ଦୁର୍ନୀତି ଭୋଗ ବିଳାସରେ ଆଉ ରହିବା ପାଇଁ ଲୋକମାନେ ସେ ସବୁକୁ ଲୋକମାନଙ୍କର ସେ ଚକ୍ଷୁଶୂଳ ହେଇଗଲେ। ନବଜାଗରଣ ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକମାନେ ଜାତୀୟତା ଭାବର ଉଦ୍ରେକ ହେବାରୁ ନିଜର ଦେଶମାତୃକା ପ୍ରତି ଅଧିକ ଆକୃଷ୍ଟ ହେଲେ। ଏଇ ପୋପ ବା ଗିର୍ଜାଧୀଶ ମାନଙ୍କର ଭୋଗ ବିଳାସପୂର୍ଣ୍ଣ ଜୀବନଯାପନକୁ ସେମାନେ ଆଉ ପସନ୍ଦ କଲେ ନାହିଁ। ଧର୍ମଯାଜକ ମାନଙ୍କର ହସ୍ତକ୍ଷେପକୁ ସହଜରେ ବରଖାସ୍ତ କରିବା ଯଦିଓ ଠିକ ନଥିଲା, ତଥାପି ମଧ୍ୟ ସେଇମାନଙ୍କର କାର୍ଯ୍ୟକଳାପକୁ ବରଖାସ୍ତ କରିବା ପାଇଁ ସେମାନେ ଆଗଭର ହେଇଥିଲେ। ଭୋଗ ବିଳାସ ପ୍ରିୟ ଜୀବନ ଚର୍ଚ୍ଚା, ରକ୍ଷଣଶୀଳତା ସେମାନଙ୍କର ଆଧ୍ୟାତ୍ମିକ ଉତ୍ଥାନର ଅନ୍ତରାୟ ବୋଲି ଜନସାଧାରଣ ଆସ୍ତେ ଆସ୍ତେ ମନେ କଲେ ଏବଂ ଏଥିରେ ସମସ୍ତେ ଲାଗି ପଡ଼ିଥିଲେ ଯେ କେମିତି ଆମେ ଧର୍ମ ସଂସ୍କାର ଆନ୍ଦୋଳନ ଆରମ୍ଭ କରି ପାଶ୍ଚାତ୍ୟ ଜଗତକୁ କଳୁଷିତ କରିଥିବା
सी अंधविश्वास उपरे विजड़ित थिबा धर्म को आमे रक्षा करिबो। से भली अर्थनैतिक कारण मध्य थिला। एथिपय अर्थनैतिक कारण कोन दरकार ना पूर्वरु ख्रीष्टधर्मी माने निजर आयर एक दशमांश रोमर कैथोलिक गिर्जा को धर्म याजकीय कर भाव में दे आसुथिले, जहाको धर्म कर बोली मध्य कुआ जाउथिला। एहा अनेक देश रे अनेक प्रकार रे मध्य आदाय करा जाउथिला, जहाको धर्म कर, तीर्थ कर, तीर्थे ए भली अनेक नामकरण बहु स्थान रे बहु प्रकार रे करा जाय। तबे ए कर छाड़ी की याकू बाद देले धर्म याजक माने विभिन्न धार्मिक कर्मकर्माणी संपादना और उपाहर ग्रहण माध्यम रे मध्य आहुरी अधिक अर्थ ठुल करिवारे लागिले। पोप निजर स्वार्थ पाए अर्थात गिरिजाधीश माने निजर स्वार्थ पाए लोकमानंक ठारू अन्यान्य कर मध्य विभिन्न उपाय रे आदाय करी गिरिजा रे विभिन्न पदपदवी रे रहिथिबा पदाधिकारी मानंको मध्य वेतन दउथिले। तत्सहित गिरिजा रे अनेक लोकमानंको नियुक्ति देबा पाई सेमानंको ठारू मध्य अर्थ आदाय करा जाउथिला। तेबे एही सब अनीति दुर्नीति उपाय रे गिरिजा रे जो अर्थ आदाय करा जाउथिला ताकू भित्ति करी आरंभ होइथिला एही धर्म संस्कार आंदोलन। तेणु एही अर्थनैतिक कारण परी राजनैतिक कारण मध्य थिला, जोथि पई ए धर्म संस्कार आंदोलन आरंभ होला। राजनैतिक कारण कोन ना जदिओ धर्म संस्कार एक धर्मीय आंदोलन भाव रे आरंभ होइथिला, तथापि या उपरे से समय रे राजनैतिक एवं बौद्धिक कारण बा बौद्धिक प्रभाव सुदूर प्रसारी थिला। रोमर कैथोलिक गिर्जा बा चर्च अनुष्ठान अत्यंत सुसंगठित थिला एवं पोप बा गिर्जाधीशंकर प्रतिपत्ति समस्त गिर्जा गुड़िक उपरे बलवत्तर थिला। से लोकंक उपरे धर्म याजकीय वृत्ति कर जहाको तीर्थे बोली कहा जाए एवं पश्चाताप कर रिपेटेंस टैक्स बहुल भाव रे लागू करथिले। एई सब कर गुड़िक शासक मानक द्वारा आदाय करा जाय पोपंक राजकोष रे जमा करा जाउथिला एवं पोपंकर एई अतिरिक्त अर्थ लालसा उभय साधारण लोक और शासकंक निकट को अति अप्रिय कर देथिला। एवं 16 शताब्दी आरंभ रे पोप धर्मीय व्यापार सह राजनैतिक कार्यक्रम रे बा शासन रे से हस्तक्षेप करिया को लागिले। सेतेबेला को रोमर कैथोलिक गिर्जा अनुष्ठान प्रकृत रे कहिबा को गले एक राज्य आ गोटी राज्यर मान्यता पाई सारिथिला। गिर्जार कर्मचारी मानक अधीन रे ए बृहत निःशुल्क जागिर थिला। गिर्जार सर्वोच्च विचारालय रे समस्त धर्मीय अपराध विचार करा जाय दंड विधान मध्य करा जाउथिला। पोप एवं धर्मयाजक माने बा गिर्जाधीश एवं तांकर अधस्तन कर्मचारी माने सम्राटक क्षमता परिसर बाहर रहउथिले। शासक मानकर शासन को सेमाने अवज्ञा करी चलिथिले, जहा फल रे कि शासन रे जहा सब बा राजनीतिक क्षेत्र रे शासकंकर जहा सब थिला सेथिरु संपूर्ण रूपे स्वतंत्र होइकी रहिथिला सेई रोमर कैथोलिक चर्च। तेबे पोपंकर जो अधिकार मध्य सेतेबेले विभाजित होइकी रहिथिला। पोप कहले पोप रहिले जणे अभिजात्य विलासपूर्ण जीवन यापन रे रहिले एवं तांकर अधस्तन कर्मचारी माने मध्य तांकर पदांक अनुसरण करी से मध्य गीतशाळी होई उठिले, जहा फल रे कि जर्मनी रे धर्म संस्कार आंदोलन गोटे अवसंभावी होई पड़िला। ए जो धर्म संस्कार आंदोलन अवसंभावी होई पड़िला एथि पई जे सेते बेले गोटे गिर्जा निर्माण करिबा पई
जो आवश्यक अर्थ पड़िला सेतेबेले गिरिजाधीश गोटे कुकर्म कर बसिले जो कुकर्म है गोटे पाप क्षमा प्रमाण पत्र जहाँ लेटर ऑफ इंडुलजेंस ताकू विक्रय कर बसिले अर्थात जी पाप कार्य करिथिबो एही चिठाटी बा पत्रटी जदि गिरिजाधीश मानक पाखरु क्रय करी निज पाखरे रखिबो ताहेले तार सबु पाप क्षय होई जिवो। तेबे एही पत्रटी बा ए घोषणानामाटी विक्रय करिबा आरंभ होला एवं एथिरे विभिन्न वर्गर लोक माने विभिन्न प्रकार मूल्य देई ताकू क्रय करि नेले किंतु यह द्वारा जनसाधारण बा साधारण लोक माने साधारण नागरिक माने गरीब श्रेणीर लोक माने एही पत्रटी को क्रय करि पारि नथिले कारण एक पत्रर मूल्य अत्यधिक थिला। तेणु यह द्वारा प्रकृत रे जे पाप क्षय हबो ताहा संपूर्ण भावरे भूल थिला एवं यह संपूर्ण रुचिहीन कथा थिला। यह द्वारा बरं पाप वृद्धि पाइब सिना पाप कमिब नाही। जी पत्रटी को क्रय करी पाखरे रखिला से निजे चिंता कला जे जेहेतु मो पाखे लाइसेंस अछि पाप करिबा पई ताहले मु पाप कले मोर कौनसी असुविधा हबो नाही। तेणु से पाप करी चलिला पत्रटी को मिछरे मित्रटी के नाम को मात्र ता पाखरे रखिला यह द्वारा पाप वृद्धि पाइला समाज दिनकु दिन कलुषित होला अधिकरु अधिक कलुषित होला समाज अनीति दुर्नीति रे बुड़ी रहिला ताकू रक्षा करिया पय आ केही आसिले नाही। एही समय रे भगवानंकर आशीर्वाद स्वरूप ईश्वरंकर आशीर्वाद स्वरूप जणे धर्म संस्कारकर जर्मनी रे आविर्भाव होला से थिले किसे ना से थिले मार्टिन लूथर जे कि एक साधारण कृषक परिवार रे से जन्म ग्रहण करथिले 1483 मसीह रे तांकर प्राथमिक और माध्यमिक शिक्षा समाप्ति परे से विश्वविद्यालय रे अध्ययन करिवार मध्य से सुयोग पाइथिले एवं 1508 ख्रीष्टाब्द रे से जो विश्वविद्यालय रे अध्ययन करथिले सेठारे से आईन विद्या और धर्मतत्व उपरे से अध्यापन करथिले। तापरे एही परिप्रेक्षी रे जेहेतु से धर्मतत्व उपरे उच्च शिक्षा हासिल करथिले एही परिप्रेक्षी रे से बाइबल को बा ख्रीष्ट धर्मर पवित्र ग्रंथ को से पुंखानुपुंख भाव रे अध्ययन करिया पे चाहिए एवं बाइबल को गभीर अनुध्यान कला परे गभीर अन्वेषण कला परे से जानी पारिले जे पाश्चात्य जगत रे प्रतिष्ठित चर्च बा गिरजा गुडी करे अनेक धर्म विरोधी आचरण अनुसरण करा जाउछि जहा कि लोक माने से पर्यंत किछि जानि नथिले। तेणु मार्टिन लूथर थिले प्रथम धर्म संस्कार आंदोलनकारी जे कि गभीर भाव रे बाइबल को अध्ययन कला परे तार गूढ़ रहस्य को से जानि पारिथिले एवं अधिक अनुसंधान पाई 1510 ख्रीष्टाब्द रे रोम रो मुख्य कैथोलिक गिरजा को मध्य जाइतिले सेठारे चलीथिबा गिरजाधीश बा पोपंकर दुर्नीति देखि से भीषण मर्माहत होई पड़िथिले एवं 1517 ख्रीष्टाब्द रे टेक्जेल नामक पोपंकर जने प्रतिनिधि सेंट पीटर्स गिरजार पुनरुद्धार पाई जर्मनी रे जो क्षमापत्र विक्रय करे अर्थ संग्रह करा जाउथिला ताहा मार्टिन लूथरंकर चक्षुषळ हला। पापर गुरुत्व अनुसार क्षमापत्रर मूल्यांकन करा जायथिला जे अधिक पाप करिछि ताकू से क्षमापत्रटी अधिक किनिबा पई अधिक अर्थ दबाक पड़िबो जे कम पाप करिछि से क्षमापत्रटी किनिबा पई ताकू कम अर्थ दबाक पड़िबो। एभଳି कार्यानुष्ठान समग्र रोम इटाली जर्मनी बा पाश्चात्य जगत रे परिचालित होइतिला। गिरजा गुडी करे हेउथिबा व्यापक दुर्नीति विरुद्ध रे मार्टिन लूथर सर्वप्रथमे से स्वर उत्तोलन करथिले
तेणु ए अर्थ जो आत्मसात करा जाउथिला ए धर्म नाम रे जो अनीति दुर्नीति करा जाउथिला ताकू सहजरे मार्टिन लूथर ग्रहण करि पारि नथिले एवं ता विरुद्ध रे स्वर उत्तोलन करिवा पई से अंटा भिड़िथिले। तबे पोप को कर्तृत्व विरुद्ध रे संग्राम करी से विरुद्धवादी बा प्रोटेस्टांट नाम रे नामित हेले एवं तांकर मतवाद तेणु तांकर मतवाद गुड़िक लुथरीय मतवाद प्रचलन है एवं तांकर अनुगामी मानक विरुद्धावादी बोली कहगला अर्थात प्रोटेस्टांट बोली कहगला। एठू ख्रिस्टियन जगत दुई भाग रे विभक्त हैला, गोटे हैला कैथोलिक आ गोटे हैला प्रोटेस्टांट। जो माने चिराचरित अंधविश्वास कलंक अनीति दुर्नीति रे बुड़ी रही पोपंकर बा गिरजाधीशंकर पदांक अनुसरण करी चलिले सेमानंकु कैथोलिक कहा जाउथिला बेले अनीति दुर्नीति को दूरेई रही धर्म रे संस्कार आनिबा पई जेउ आंदोलन मार्टिन लूथर करिथिले तांकर जे पदांक अनुसरण कला तांकु विरोधवादी बा प्रोटेस्टांट बोली कहा गला। एही परि भाबरे ख्रिस्टियन जगत दुई भाग रे विभक्त हैला, गोटे हैला कैथोलिक आ गोटे हैला प्रोटेस्टांट। तेणु प्रोटेस्टांट चर्च एहा परे प्रतिष्ठा हवा पई मार्ग सुगम हो गला। लूथर को उभय पोप एवं सम्राट चार्ल्स पंचम ईश्वर विरोधी बोली तांको दर्शाइले। तांकर विरुद्ध रे अनेक प्रकार कार्यानुष्ठान नियागला एवं तांकर सुरक्षा पई समस्त कार्य को प्रतिहार कर दिया गला। तांको द्वारा लिखित ग्रंथ बा पुस्तक को निषिद्ध बोली घोषणा करा गला। एही परि भाबरे लूथरीय मतवाद को एवं लूथरीय मतवादी माननकु बा विरुद्धवादी माननकु बा प्रोटेस्टांट माननकु संपूर्ण रूपे बेआईन बोली घोषणा कर दिया गला। किंतु पोपंकर दुर्नीति को तथ्य प्रमाण सह मार्टिन लूथर तर्कभित्तिक पुस्तक रूपे तर्कभित्तिक पुस्तक भावरे से स्वतंत्र पुस्तक प्रकाश कले। जनसाधारण ए पुस्तक को अध्ययन कला परे सेमाने बहुल भावरे प्रभावित होई लूथर को समर्थन कले एवं मार्टिन लूथरंकर धर्म दर्शन को ग्रहण कले, जहा फल कि 1522 ख्रीष्टाब्द रे लूथर बाइबल को जर्मनी भाषा रे अनुवाद करिबा फल रे साधारण लोक मान यार अर्थ बुझी पारिले। फल रे धर्मयाजक माने बाइबल को दाही देई करुथिबा दुर्नीतिर अवसान आस्ते आस्ते होबा को लागिला। किंतु प्रोटेस्टांट धर्मर उत्थान रे रोमियो कैथोलिक एवं प्रोटेस्टांट मानक मध्य रे गोटे संघर्ष बा रक्ताक्त संघर्ष आरंभ होइतिला। यह एमिति संघर्ष आरंभ हैला जहा फल रे कि मार्टिन लूथर देखिले बोध हुए तांकर सत्यर प्रकाश जोगु तांकर न्यायर प्रचार जोगु तांकर विचारवंत जुक्ति जोगु बोध हुए संघर्ष लागि रहउछि। तेणु ए संघर्ष दीर्घ दिन धरि लागिबा द्वारा मार्टिन लूथर बाध्य होई सम्राटंकर आश्रय नेले एवं सम्राटंक मध्य पत्र लिखिले जे ए संघर्ष रो केमिति अवसान हो, ए संघर्ष रो परिसमाप्ति घटू। तेणु मार्टिन लूथरंकर अनुगामी माने देखिले जे मार्टिन लूथर कोन ए भली शासकंकर आश्रय नेलेनी, किंतु मार्टिन लूथर शासकंकर आश्रय नेबार उद्देश्य भिन्न थिला एवं मार्टिन लूथरंकर अनुगामी माने बुझिबार मत मध्य भिन्न थिला। जहा फल रे शेष मुहूर्त रे मार्टिन लूथरंकर अनुगामी माने ए कथा को नहीं मार्टिन लूथर को मध्य भूल बोली बुझिथिले, किंतु प्रकृत रे मार्टिन लूथरंकर जो कथा मार्टिन लूथरंकर जो वाणी मार्टिन लूथरंकर जो विचार ताहा ख्रिस्टियन जगत रे एक विराट संस्कार आनिथिला। तेबे मार्टिन लूथरंकर वाणी कोन सब थिला, तांकर मुख्य वाणी गुडिक कोन थिला जहा फल रे मार्टिन लूथरंकर वाणी समाज रे
ଅତି ଆଦରଣୀୟ ହୋଇପାରିଥିଲା। ତେଣୁ ମାର୍ଟିନ ଲୁଥର ସେଭଳି କୌଣସି କଠୋର ବା ଜଟିଳ ନିୟମ ସେ ପ୍ରକାଶ କରିନଥିଲେ। ସାଧାରଣ ନିୟମ ପ୍ରକାଶ କରିଥିଲେ କି ସିଏ ବି କୌଣସି ନୂତନ ନିୟମ ପ୍ରକାଶ କରିନଥିଲେ। ବାଇବେଲକୁ ଗଭୀର ଅନୁଧ୍ୟାନ କଲା ପରେ, ବାଇବେଲ ଉପରେ ଗଭୀର ଗବେଷଣା କଲା ପରେ, ବାଇବେଲର ହୃଦୟ ଭିତରକୁ ସେ ପ୍ରବେଶ କଲା ପରେ ଜାଣିପାରିଥିଲେ ଯେ ବାଇବେଲର ପ୍ରକୃତ ରହସ୍ୟ କଣ। ତେଣୁ ଅତି ସରଳ ଭାଷାରେ ସେ ଲୋକମାନଙ୍କ ପାଖରେ ବୁଝେଇଥିଲେ ଯାହା ଥିଲା ଲୁଥରଙ୍କର ମତବାଦ ବା ମାର୍ଟିନ ଲୁଥରଙ୍କର ମତବାଦ। ପ୍ରଥମଟି ଥିଲା କଣ ନା, ମାର୍ଟିନ ଲୁଥର କହିଥିଲେ ନିର୍ବାଣ ପାଇଁ ବା ମୁକ୍ତି ପାଇଁ କୌଣସି ଲୋକ ଦେଖାଣିଆ ଉପବାସ, ଅନୁତାପ, ତୀର୍ଥଯାତ୍ରା ଇତ୍ୟାଦି କରିବା ଅନୁଚିତ। ଏସବୁରେ, ଉପବାସରେ, ପୂଜା ବିଧାନରେ ଏବଂ ତୀର୍ଥଯାତ୍ରା ଦ୍ୱାରା ମୁକ୍ତି ମନୁଷ୍ୟ ପାଇପାରେ ନାହିଁ, ନିର୍ବାଣ ମନୁଷ୍ୟ ପାଇପାରେ ନାହିଁ, ଭଗବତ ପ୍ରେମୀ ହେଇପାରେ ନାହିଁ, ସ୍ୱର୍ଗ ପ୍ରାପ୍ତି ହେଇପାରେ ନାହିଁ କି ଭଗବତ ପ୍ରାପ୍ତି ହେଇପାରେ ନାହିଁ। ସେଥିପାଇଁ ସ୍ୱ ଅଧ୍ୟବସାୟ ଆବଶ୍ୟକ, ସ୍ୱ ପ୍ରଚେଷ୍ଟା ଆବଶ୍ୟକ। ଏହା ଦ୍ୱାରା ମନୁଷ୍ୟ କେବେ ବି ଭଗବତ ପ୍ରେମୀ ହୋଇପାରିବ ନାହିଁ। ସେଭଳି ଲୁଥର ଯୋଉ କ୍ଷମାପତ୍ର ବିକ୍ରିର ଯୋଉ ବିରୋଧ ଥିଲେ, କାରଣ ତାଙ୍କ ମତରେ ଏହା ଦ୍ୱାରା ପ୍ରକୃତ ନିର୍ବାଣ ପ୍ରାପ୍ତି ହୁଏ ନାହିଁ। ତେଣୁ ସେ କହୁଥିଲେ ବିଶ୍ୱାସ ହେଉଛି ଗୋଟିଏ ସେତୁ। ଯଦି ଜଣଙ୍କର ପ୍ରଭୁଙ୍କ ଠାରେ ଅଖଣ୍ଡ ବିଶ୍ୱାସ ଥାଏ, ତାଙ୍କର ଶତ ଦୁର୍ବଳତା ସତ୍ତ୍ୱେ ପ୍ରଭୁ ତାଙ୍କୁ ନିଶ୍ଚିତ କ୍ଷମା ଦେଇପାରିବେ। ଏ କଥା ବାଇବେଲରେ ଯୀଶୁଖ୍ରୀଷ୍ଟ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି, ଯାହାକୁ ମାର୍ଟିନ ଲୁଥର ସେତେବେଳର ସମାଜରେ ପୁନଃ ସଂସ୍ଥାପନ କରିଥିଲେ। ମାର୍ଟିନ ଲୁଥର ବାଇବେଲରୁ ଆଉ ଏକ ବାଣୀ ଉଦ୍ଧାର କରିଥିଲେ ଯେ ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ ହେବା ପରେ ପ୍ରତ୍ୟେକ ଜଣେ ଜଣେ ପାଦ୍ରୀ ହୋଇପାରନ୍ତି। ଏହି ପାଦ୍ରୀ ବା ଧର୍ମଯାଜକ ମାନଙ୍କୁ ମଧ୍ୟ ବିବାହ କାର୍ଯ୍ୟ ପାଇଁ ଅନୁମତି ମିଳିବା ଉଚିତ। ପାଦ୍ରୀ ମାନେ ବିବାହ କରି ପାରିବେ, ଏଥିରେ କୌଣସି ନିଷେଧ ଜାରି ହେବା ଅନୁଚିତ। ସେଭଳି ମାର୍ଟିନ ଲୁଥର ଅନେକ ଗୁଡ଼ିଏ ଧର୍ମ ଉତ୍ସବ ପାଳନ କରିବାକୁ ମଧ୍ୟ ବିରୋଧ କରିଥିଲେ। ତାଙ୍କ ମତରେ ଜନ୍ମ, ମୃତ୍ୟୁ ଭଳି ଅଳ୍ପ କେତେକ ଉତ୍ସବ ପାଳନ ବ୍ୟତୀତ ଅନ୍ୟ ଗୁଡ଼ିକ ସବୁ ବର୍ଜନୀୟ। ତାଙ୍କ ମତରେ ମଧ୍ୟ ଥିଲା ଯେ ଉଭୟ ପୃଥିବୀ ଏବଂ ସ୍ୱର୍ଗକୁ ସମଭାବରେ ଭଲ ପାଇବା ଉଚିତ। ତେଣୁ ନିର୍ବାଣ ପାଇଁ ପାର୍ଥିବ ଜୀବନରୁ ମୁକ୍ତି ଅନ୍ୱେଷଣ ପାଇଁ ଏହା ବାଞ୍ଛନୀୟ। ମାନବୀୟ ତଥା ନିଜର କର୍ତ୍ତବ୍ୟକୁ ନିଷ୍ଠାର ସହିତ କରିପାରିଲେ ମନୁଷ୍ୟ ସାଂସାରିକ ଜୀବନ ଯାପନ କରି ନିର୍ବାଣ ପାଇପାରିବ। ଏହା ପ୍ରତ୍ୟେକ ଧର୍ମରେ ମଧ୍ୟ ଲିପିବଦ୍ଧ ହୋଇଛି। ତାହେଲେ ପ୍ରଚଳିତ ଧର୍ମୀୟ କର୍ତ୍ତୃତ୍ୱକୁ ଲୁଥର ବିରୋଧ କରୁଥିଲେ। ସେ ଜାତୀୟତାବାଦୀ ଗିର୍ଜା ସ୍ଥାପନ ସପକ୍ଷରେ ବିଶ୍ୱାସ କରୁଥିଲେ। ସେ ଧର୍ମ କ୍ଷେତ୍ରରେ ପୋପଙ୍କର ନିଜସ୍ୱ କାର୍ଯ୍ୟକ୍ରମକୁ ବର୍ଜନ କରି ବାଇବେଲରେ ଲିଖିତ ଥିବା ନିୟମକୁ ପ୍ରତିପାଦନ କରିବା ପାଇଁ ସେ ସର୍ବଦା ସଚେତନ ଥିଲେ ଏବଂ ସମସ୍ତଙ୍କୁ ସେଥିପ୍ରତି ସଚେତନ ସେ କରାଉଥିଲେ। ଫଳରେ ତାଙ୍କର ମତବାଦକୁ ଦେଶର ଶାନ୍ତି ଶୃଙ୍ଖଳା ଅକ୍ଷୁର୍ଣ୍ଣ ରଖି ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ପାଇଁ ସେ ଚାହିଁଥିଲେ। ତେବେ ଲୁଥରୀୟ ମତବାଦ ଏତେ ସରଳ ଥିଲା, ଲୁଥରୀୟ ମତବାଦ ଏତେ ପ୍ରଶଂସନୀୟ ଥିଲା, ଯାହା ଫଳରେ କି ଏହି ଲୁଥରୀୟ ମତବାଦକୁ ପ୍ରସାର କରିବା ପାଇଁ ବା ପ୍ରସାରଣ କରିବା ପାଇଁ ବା ପ୍ରତ୍ୟେକ ରାଷ୍ଟ୍ରରେ ପାଶ୍ଚାତ୍ୟ ଜଗତରେ ତାକୁ ପ୍ରଭାବିତ କରିବା ପାଇଁ ବିଭିନ୍ନ ସ୍ଥାନରେ ବିଭିନ୍ନ ସଭା, ବିଭିନ୍ନ ସମିତି, ବିଭିନ୍ନ ସମ୍ମିଳନୀ କକ୍ଷ ଇତ୍ୟାଦି ଆୟୋଜନ କରାଯାଇଥିଲା, ଯାହାରି ମାଧ୍ୟମରେ ଲୁଥରୀୟ ମତବାଦକୁ ବା ଲୁଥର ଯେଉଁ ସଂସ୍କାରମୂଳକ ଧର୍ମ ଆରମ୍ଭ କରିଥିଲେ ତାକୁ ପ୍ରତିପାଦନ କରିବା ପାଇଁ ଶତଚେଷ୍ଟା କରାଯାଇଥିଲା। ତାହେଲେ କଣ କଣ ସବୁ କରାଯାଇଥିଲା ଲୁଥରୀୟ ମତବାଦର ପ୍ରଚାର ପାଇଁ, କୋଉଠି କୋଉଠି କୋଉ ସଭା ହେଇଥିଲା, କେତେବେଳେ ହେଇଥିଲା, ଆମେ ସେ ଉପରେ ଟିକେ ସମ୍ୟକ ସୂଚନା ରଖିବା। ପ୍ରଥମ ସ୍ପାଇର ଧର୍ମ ସମ୍ମିଳନୀ ହେଇଥିଲା 1526 ଖ୍ରୀଷ୍ଟାବ୍ଦରେ, ଯୋଉଠି ପୋପ ଗୋଷ୍ଠୀ
ଏବଂ ଲୁଥରୀୟ ଗୋଷ୍ଠୀ ଦୁଇ ଗୋଷ୍ଠୀ ବିଭାଜିତ ହେଇଥିଲେ ଏବଂ ଏ ସମ୍ମିଳନୀରେ ଲୁଥରୀୟ ମତବାଦ ଉପରେ ଯଦିବା କିଛି ଫଳ ପଡ଼ିନଥିଲା ବା ପ୍ରଭାବ ପଡ଼ିନଥିଲା, ତଥାପି ଏହା ଥିଲା ଲୁଥରୀୟ ମତବାଦ ଉପରେ ଏକ ପ୍ରଥମ ସମ୍ମିଳନୀ କକ୍ଷ ବା ଧର୍ମ ସମ୍ମିଳନୀ କକ୍ଷ। ସେମିତି ଦ୍ୱିତୀୟ ସ୍ଥାୟୀ ଧର୍ମ ସମ୍ମିଳନୀ 1529 ଖ୍ରୀଷ୍ଟାବ୍ଦରେ ହେଇଥିଲା ଏବଂ କ୍ୟାଥୋଲିକ ପ୍ରୋଟେଷ୍ଟାଣ୍ଟ ମଧ୍ୟରେ ଏଠାରେ ପ୍ରବଳ ମତଭେଦ ଦେଖାଯାଇଥିଲା। ତଥାପି ମଧ୍ୟ ଏ ସମ୍ମିଳନୀ ଅନେକ ଦିନ ପର୍ଯ୍ୟନ୍ତ ଚାଲିଥିଲା ଏବଂ ଲୁଥରୀୟ ମତବାଦ ଉପରେ ଆଲୋଚନା ଚକ୍ର ହେଇଥିଲା। 1531 ଖ୍ରୀଷ୍ଟାବ୍ଦରେ ସ୍ପାର୍ଲାକାଡାନ୍ ଠାରେ ସେଠାରେ ମଧ୍ୟ ଏକ ପ୍ରୋଟେଷ୍ଟାଣ୍ଟ ମାନଙ୍କୁ ନେଇ ଗୋଟେ ସମ୍ମିଳନୀ କରାଯାଇଥିଲା। 1546 ମସିହାରେ ଟ୍ରେଷ୍ଟ ସମ୍ମିଳନୀ କରାଯାଇଥିଲା। 1555 ମସିହାରେ ଅଗସ୍ଟବର୍ଗ ବୁଝାମଣା ହେଇଥିଲା, ଯୋଉଠାରେ କି ଏହି ଶାନ୍ତି ପ୍ରତିଷ୍ଠା ପାଇଁ ବା ବାଇବେଲରେ ପ୍ରଚାରିତ ଧର୍ମକୁ ପ୍ରତିପାଦନ କରିବା ପାଇଁ, ଜର୍ମାନୀରେ ଉଚିତ ଧର୍ମକୁ ପ୍ରତିପାଦନ କରିବା ପାଇଁ ଏ ଆଲୋଚନା ଚକ୍ର ବା ଏ ବୁଝାମଣାରେ ଏ ସବୁ ଗୁଡ଼ିକ ସନ୍ନିବେଶିତ ହୋଇକି ରହିଥିଲା। ଏହିପରି ଭାବରେ ଇଂଲଣ୍ଡର ଗିର୍ଜାରେ ମଧ୍ୟ ଏ କଥା ଆଲୋଚନା କରାଯାଇଥିଲା। ଇଂଲଣ୍ଡର ଗିର୍ଜାରେ ଯେତେବେଳେ ପ୍ରୋଟେଷ୍ଟାଣ୍ଟ ମାନଙ୍କ ବିଷୟରେ ଆଲୋଚନା କରାଯାଇଥିଲା, ସେତେବେଳେ ଇଂଲଣ୍ଡର ତତ୍କାଳୀନ ରାଜା ବା ଇଂଲଣ୍ଡର ତତ୍କାଳୀନ ସମ୍ରାଟ ଏ ଆଲୋଚନାରେ ଭାଗ ନେଇଥିଲେ ମଧ୍ୟ ଇଂଲଣ୍ଡର ଅନେକ ସମ୍ରାଟ ମାନେ ଯଦିବା ପ୍ରୋଟେଷ୍ଟାଣ୍ଟ ଧର୍ମାବଲମ୍ବୀ ଥିଲେ, କିନ୍ତୁ କ୍ୟାଥୋଲିକ ଧର୍ମାବଲମ୍ବୀ ରାଜାମାନେ ମଧ୍ୟ ବା ସମ୍ରାଟ ମାନେ ମଧ୍ୟ ସେଠାରେ ରହିଥିବାର ପରିଲକ୍ଷିତ ହୋଇଥିଲା। ଏହିପରି ଭାବରେ ବିଭିନ୍ନ ସ୍ଥାନରେ ଲୁଥରୀୟ ମତବାଦକୁ ନେଇ କୋଉ ସ୍ଥାନରେ ଗୋଷ୍ଠୀ ସଂଘର୍ଷ ଲାଗିଥିଲା, ତ କୋଉ ସ୍ଥାନରେ ପ୍ରୋଟେଷ୍ଟାଣ୍ଟ ଧର୍ମକୁ ପ୍ରସାରିତ କରାଯାଇଥିଲା ଏବଂ ଶେଷ ମୁହୂର୍ତ୍ତରେ ଦେଖାଯାଇଥିଲା ଯେ ପ୍ରକୃତରେ ମାର୍ଟିନ ଲୁଥରଙ୍କ କାର୍ଯ୍ୟାବଳୀ ବା ମାର୍ଟିନ ଲୁଥରଙ୍କର ଧର୍ମ ସଂସ୍କାର ମୂଳକ କାର୍ଯ୍ୟାନୁଷ୍ଠାନ ସମଗ୍ର ପାଶ୍ଚାତ୍ୟ ଜଗତକୁ ପ୍ରଭାବିତ କରିଥିଲା ଏବଂ ଏହା ପୃଷ୍ଠପୋଷକତା ଲାଭ କରିଥିଲା। ଅନେକ ସମ୍ରାଟ, ଅନେକ ସାମଗ୍ରୀ ମାନେ ୟୁରୋପ ମହାଦେଶରେ ହଉ, ସମଗ୍ର ପାଶ୍ଚାତ୍ୟ ଜଗତର ହଉ, ଅନେକ ଶାସକ ମାନେ ଏହି ଲୁଥରଙ୍କର ମତବାଦକୁ ଗ୍ରହଣ କରିଥିଲେ ଏବଂ ଜାତୀୟ ଭିତ୍ତିକ ବା ନ୍ୟାସନାଲ ଚର୍ଚ୍ଚ ସ୍ଥାପନ ପାଇଁ ଉଦ୍ୟମ କରାଯାଇଥିଲା। ଆଉ ପୂର୍ବ ଯୋଉ ଗିର୍ଜା ଥିଲା, ଗିର୍ଜାଧୀଶ ମାନେ ଥିଲେ, ପାଦ୍ରୀ ମାନେ ଥିଲେ, ସେମାନଙ୍କର କାର୍ଯ୍ୟକଳାପକୁ ପରବର୍ତ୍ତୀ ସମାଜ ଆଉ ଗ୍ରହଣ କରିପାରିନଥିଲା। ତେବେ ମାର୍ଟିନ ଲୁଥରଙ୍କର ପରେ ପରେ କାଲଭିନ ମତବାଦ ଆରମ୍ଭ ହୋଇଥିଲା ବା କାଲଭିନ ଥିଲେ ବିଶିଷ୍ଟ ଦାର୍ଶନିକ, ଯିଏ କି 1509 ଖ୍ରୀଷ୍ଟାବ୍ଦରେ ଫ୍ରାନ୍ସରେ ଜନ୍ମଗ୍ରହଣ କରିଥିଲେ। ସେ ପ୍ୟାରିସ ବିଶ୍ୱବିଦ୍ୟାଳୟରୁ ଧର୍ମତତ୍ତ୍ୱ ଅଧ୍ୟୟନ କଲା ପରେ ସେ ପ୍ରକୃତ ଧର୍ମକୁ ବା ଧର୍ମର ପ୍ରକୃତ ରହସ୍ୟକୁ ପାଶ୍ଚାତ୍ୟ ଜଗତରେ ପ୍ରତିପାଦିତ କରିବା ପାଇଁ ସେ ଆଗଭର ହେଇଥିଲେ ଏବଂ ମାର୍ଟିନ ଲୁଥରଙ୍କୁ ନିଜର ଧର୍ମଗୁରୁ ଭାବେ ଧରି ନେଇ ବା ମାର୍ଟିନ ଲୁଥରଙ୍କର ସେ ଶିଷ୍ୟ ଭାବରେ ନିଜକୁ ପରିଗଣିତ କରି ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଏବଂ ଧର୍ମ ଭିତ୍ତିକ ଏକ ଗ୍ରନ୍ଥ ମଧ୍ୟ ସେ ରଚନା କରିଥିଲେ, ଯାହାର ନାମ ହେଉଛି ଇନଷ୍ଟିଚ୍ୟୁଟ ଅଫ ଖ୍ରୀଷ୍ଟିଆନ ରିଲିଜିୟନ। ଏହି ପୁସ୍ତକ ସର୍ବଜନଦତ୍ତ ଲାଭ କରିଥିଲା। ସମସ୍ତେ ବୁଝିଲା ଭଳି, ସମସ୍ତେ ଜାଣିଲା ଭଳି, ସମସ୍ତେ ପଠନ କଲା ଭଳି ସେ ଏଭଳି ଏକ ପୁସ୍ତକ ରଚନା କରିଥିଲେ। ଏହା ତର୍କ ଉପରେ ଆଧାରିତ ଥିଲା ଏବଂ ଜନସାଧାରଣଙ୍କୁ ବା ସାଧାରଣ ବର୍ଗଙ୍କୁ ମାତ୍ରାଧିକ ଭାବରେ ପ୍ରଭାବିତ କରିଥିଲା। ସେ ଏହି ଧର୍ମ ବିଭାଜନ ଉପରେ ବା ଧର୍ମର ତର୍କ ବିତର୍କ ଉପରେ ସେ ଅନେକ ବାର ଏଠାରେ ଅଂଶଗ୍ରହଣ କରିଥିଲେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଯୁକ୍ତିତର୍କ ଭିତରେ ଅନେକ ପ୍ରକାର ଘାତ ପ୍ରତିଘାତ ଭିତରେ କାଲଭିନ ତାଙ୍କର ମତକୁ ସମାଜରେ ପ୍ରତିପାଦିତ କରିପାରିଥିଲେ। କାହିଁକି ନା ତାଙ୍କର ଧର୍ମର ଯୋଉ ସାରସତ୍ୱ ଥିଲା ତାହା ତତ୍କାଳୀନ ସମାଜକୁ ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ କରିଥିଲା। ସେଥିପାଇଁ 1536 ଖ୍ରୀଷ୍ଟାବ୍ଦରେ କାଲଭିନ ଜେନେଭା ଠାରେ ତାଙ୍କ ମତବାଦ ପ୍ରଚାର କରି ପ୍ରଥମେ ସେ ଅତ୍ୟନ୍ତ ଜନପ୍ରିୟ ହେଇଥିଲେ ଏବଂ ଏହି ମତବାଦର କଠୋର ନୈତିକ ଆଚରଣ ଏବଂ ସେଥିରେ ବିଚ୍ୟୁତ ହେଲେ ନିର୍ମମ ଦଣ୍ଡର ବ୍ୟବସ୍ଥା କାଲଭିନ
ନିର୍ମମ ଦଣ୍ଡର ବ୍ୟବସ୍ଥା ଯୋଉ ଥିଲା ସେ ସବୁକୁ କାଲ୍ଭିନଙ୍କ ଅନୁଗାମୀ ମାନେ ମଧ୍ୟ ତାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ। ସେମାନଙ୍କ ମନରେ ଗୋଟେ ଗଭୀର ଅସନ୍ତୋଷ ଥିଲା। ଫଳରେ 1538 ଖ୍ରୀଷ୍ଟାବ୍ଦରେ ଜେନେଭା ତ୍ୟାଗ କରିଥିଲେ କାଲ୍ଭିନ, ଯୋଉ ସ୍ଥାନରେ ସେ ପ୍ରଥମେ ତାଙ୍କର ଧର୍ମ ପ୍ରଚାର କରୁଥିଲେ। ତେବେ କାଲ୍ଭିନ ତାଙ୍କର ଧର୍ମତତ୍ତ୍ୱରେ ଯଦିବା କିଛି କଠୋରତା ରଖିଥିଲେ, ତାହା ପଛରେ ଅନେକ କାରଣ ଗୁଡ଼ିକ ଥିଲା। କିନ୍ତୁ ସେ କଠୋରତା ଯେ ଧର୍ମରେ କଠୋରତା ଥିଲା ତା ନୁହେଁ, ଲୋକମାନଙ୍କର ଆଚରଣ, ଲୋକମାନଙ୍କର ବ୍ୟବହାର, ଲୋକମାନଙ୍କର ଧର୍ମର ପ୍ରଚାରରେ ସେ ଯେଉଁ ଏକ ନିୟମ ପ୍ରଦର୍ଶନ କରିଥିଲେ ତାକୁ ସାଧାରଣ ଲୋକମାନେ ବୁଝି ନପାରି ତାହା ଏକ କଠୋରତା ଧର୍ମ ବୋଲି ଗ୍ରହଣ କରିଥିଲେ। ଏବଂ ପରିଶେଷରେ ସେମାନେ ଜାଣିପାରିଥିଲେ ଯେ ଲୁଥରୀୟ ମତବାଦ ଭଳି କାଲ୍ଭିନ ମତବାଦ ମଧ୍ୟ ଅତ୍ୟନ୍ତ ସରଳ ଥିଲା, ଅତ୍ୟନ୍ତ ଜନପ୍ରିୟ ଥିଲା, ଅତ୍ୟନ୍ତ ଲୋକପ୍ରିୟ ଥିଲା ଏବଂ ତାହା ସର୍ବାଜନାବୃତ ମଧ୍ୟ ହୋଇଥିଲା ଏହି କାଲ୍ଭିନଙ୍କର ମତବାଦ। ତେବେ କାଲ୍ଭିନଙ୍କର ମତବାଦର ଯୋଉ ସାରସ୍ୱତ, କାଲ୍ଭିନଙ୍କର ମତବାଦର ଯୋଉ ପ୍ରଭାବ, ସେ ଉପରେ ଆମେ ମଧ୍ୟ ଆଲୋଚନା କରିବା। କାହିଁକି ନା କାଲ୍ଭିନଙ୍କର ମତବାଦ ଥିଲା ଈଶ୍ୱର ଏବଂ ବାଇବେଲ ଉପରେ ଗଭୀର ବିଶ୍ୱାସ ରଖିବା। ମାର୍ଟିନ ଲୁଥର ହୁଅନ୍ତୁ, ଜେସସ୍ ଖ୍ରାଇଷ୍ଟ ହୁଅନ୍ତୁ କିମ୍ବା କାଲ୍ଭିନ ହୁଅନ୍ତୁ, ସମସ୍ତେ ଜାଣିଥିଲେ ଯେ ଈଶ୍ୱର ସର୍ବଶ୍ରେଷ୍ଠ, ସର୍ବଶକ୍ତିମାନ, ସର୍ବବିଦ୍ୟମାନ। ତେଣୁ ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖିବା ସହିତ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସେହି ଧର୍ମଗ୍ରନ୍ଥ ବାଇବେଲ ଉପରେ ମଧ୍ୟ ବିଶ୍ୱାସ ରଖିବାକୁ ସେ କହିଥିଲେ। ବାଇବେଲରେ ଯୋଉ କୁସଂସ୍କାର ମୂଳକ କାର୍ଯ୍ୟକ୍ରମ ରହିଛି ବୋଲି ଲୋକମାନଙ୍କର ବିଶ୍ୱାସ ଥିଲା, ତାହା ନୁହଁ। ପ୍ରକୃତରେ ବାଇବେଲ ଥିଲା ଏକ ସଂସ୍କାର ମୂଳକ ଧର୍ମଗ୍ରନ୍ଥ। ତା ନାମରେ ତତ୍କାଳୀନ ସମାଜରେ କୁସଂସ୍କାର ଚାଲିଥିଲା ବୋଲି ଲୋକମାନେ ଭାବୁଥିଲେ ଏଥିରେ କିଛି ତ୍ରୁଟି ରହିଯାଇଛି, କିନ୍ତୁ ପ୍ରକୃତରେ ତାହା ନୁହେଁ। ତାହା ଥିଲା ଏକ ସଂସ୍କାର ମୂଳକ ଧର୍ମଗ୍ରନ୍ଥ। କାଲ୍ଭିନ ମଧ୍ୟ ନିଜର ବଳିଷ୍ଠ ଚରିତ୍ର ବଳରେ କ୍ୟାଥୋଲିକ ମାନଙ୍କୁ ଦୃଢ଼ତାର ସମ୍ମୁଖୀନ ହେଇପାରୁଥିଲେ। ଯୋଉ କ୍ୟାଥୋଲିକ ମାନେ ପ୍ରୋଟେଷ୍ଟାଣ୍ଟ ମାନଙ୍କୁ ବା ବିରୋଧୀବାଦୀ ମାନଙ୍କୁ ଯେଉଁ ପ୍ରକାରର ଭର୍ତ୍ସନା କରୁଥିଲେ, ସେ ସବୁକୁ ସେ ସମ୍ମୁଖୀନ ହେଉଥିଲେ। ଯେତେବେଳେ ଲୁଥରୀୟ ମତବାଦ ଦୁର୍ବଳ ହେଇ ଆସୁଥିଲା, ତାକୁ ସବଳ କରିବାରେ ପ୍ରୟାସ ଜାରି କରିଥାନ୍ତି ସେହି କାଲ୍ଭିନ। ତେବେ କାଲ୍ଭିନ ପ୍ରଶାସନରେ ଲୋକତାନ୍ତ୍ରିକ ବ୍ୟବସ୍ଥାର ସେ ପକ୍ଷପାତୀ ଥିଲେ। ପ୍ରାଚୀନ ଧର୍ମବାଦ ଲୋକତନ୍ତ୍ରର ମୂଳଦୁଆ ଥିଲା, ଏଣୁ କାଲ୍ଭିନ ଏହାକୁ ଯଥେଷ୍ଟ ସମ୍ମାନ ଦଉଥିଲେ। ତେଣୁ କାଲ୍ଭିନୀୟ ମତବାଦରେ କୌଣସି ଧର୍ମୀୟ ସମସ୍ୟାର ସମାଧାନ ପାଇଁ ଧର୍ମଯାଜକ ମାନଙ୍କ ବ୍ୟତୀତ ସମାଜର ଅନ୍ୟ ବ୍ୟକ୍ତିଙ୍କୁ ମଧ୍ୟ ଏଠାରେ ସଂଶ୍ଳିଷ୍ଟ କରାଯାଉଥିଲା। ତେବେ କାଲ୍ଭିନୀୟ ମତବାଦୀ ମାନେ ସେମାନଙ୍କର ଅନୁଗାମୀ ମାନଙ୍କୁ ସତ୍ୟ ପଥ ଅନୁସରଣ କରିବା ପାଇଁ, ଅଧର୍ମକୁ ବିରୋଧ କରିବା ପାଇଁ ସଦାବେଳେ ଜାଗ୍ରତ କରୁଥିଲେ, ସଦାବେଳେ ସଚେତନ କରାଉଥିଲେ। ଲୋକମାନଙ୍କର ମନରେ ପ୍ରେମ ଭାବ ଜାଗ୍ରତ କରିବା ପାଇଁ, ଉତ୍ସର୍ଗୀକୃତ ଭାବକୁ ଜାଗ୍ରତ କରିବା ପାଇଁ, ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରିବା ପାଇଁ କାଲ୍ଭିନ ତାଙ୍କ ମତବାଦରେ ମତ ରଖିଥିଲେ। ସେଭଳି ହଲାଣ୍ଡରେ ପ୍ରୋଟେଷ୍ଟାଣ୍ଟ ମାନଙ୍କ ମଧ୍ୟରେ ଯୋଉ କାଲ୍ଭିନୀୟ ମତବାଦ ଗୋଟିଏ ନୂତନ ପ୍ରେରଣା ଜାଗ୍ରତ କରିଥିଲା, ଗୋଟିଏ ନୂତନ ସାହସ ପ୍ରତିଷ୍ଠା କରିଥିଲା। ସେମାନଙ୍କର ଧର୍ମ ପାଇଁ ନିଜକୁ ଉତ୍ସର୍ଗ କରିବାକୁ ବଦ୍ଧପରିକର ହୋଇଥିଲେ। ତାହା କାଲ୍ଭିନୀୟ ମତବାଦକୁ ଅତି ବ୍ୟାପକମୁଖୀ କରିପାରିଥିଲା। କାଲ୍ଭିନୀୟ ମତବାଦ ବିଶେଷ ଭାବରେ ଇଂଲଣ୍ଡର ବା ପାଶ୍ଚାତ୍ୟ ଜଗତର ଗୋଟିଏ ମୁଖ୍ୟ ରାଷ୍ଟ୍ର ଇଂଲଣ୍ଡରେ ମଧ୍ୟ ସମସ୍ତଙ୍କୁ ସେ ପ୍ରଭାବିତ କରିଥିଲା। ବିଶୁଦ୍ଧ ଧର୍ମାଲମ୍ବୀ ମାନେ ବା ପ୍ୟୁରିଟାନ ମାନେ ଷ୍ଟୁଆର୍ଟ ବଂଶୀୟ ରାଜତ୍ୱର ସ୍ୱେଚ୍ଛାଚାରୀ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ଅର୍ଥାତ୍ ଷ୍ଟୁଆର୍ଟ ରାଜବଂଶ ରହିଥିଲା ଇଂଲଣ୍ଡରେ, ଯେଉଁମାନେ କି କ୍ୟାଥୋଲିକ ଧର୍ମାଲମ୍ବୀ ଥିଲେ, ଯୋଉ ଶାସକ ମାନେ, ଯୋଉ ସମ୍ରାଟ ମାନେ, ସେମାନେ ଯୋଉ ଅନୀତି ଦୁର୍ନୀତିରେ ବୁଡି ରହିଥିଲେ, ସେମାନଙ୍କ ବିରୁଦ୍ଧରେ ଏଇ ପ୍ରୋଟେଷ୍ଟାଣ୍ଟ ଧର୍ମାଲମ୍ବୀ ମାନେ, ଯାହାକୁ କି ପ୍ୟୁରିଟାନ କୁହାଯାଇଥିଲା, ସେମାନେ ସ୍ୱର ଉତ୍ତୋଳନ କରିଥିଲେ। କେବଳ କାଲ୍ଭିନଙ୍କର ଧର୍ମ ସଂସ୍କାର କାର୍ଯ୍ୟକ୍ରମ ଯୋଗୁଁ ସେମାନେ ସାହସ ପାଇ ଷ୍ଟୁଆର୍ଟ ରାଜବଂଶ ବିରୁଦ୍ଧରେ ଯୁଦ୍ଧ କରିବାକୁ ବା ସଂଗ୍ରାମ କରିବାକୁ, ଆନ୍ଦୋଳନ କରିବା ପାଇଁ
ପଛଘୁଞ୍ଚା ଦେଇ ନଥିଲେ। କାଲଭିନିୟ ମତବାଦ ଥିଲା କ'ଣ ନା ପରିଶ୍ରମ କରି ଅର୍ଥ ଉପାର୍ଜନ କରିବାକୁ ପଡ଼ିବ। ଅନୀତି ଦୁର୍ନୀତି ମାଧ୍ୟମରେ ଅର୍ଥ ଉପାର୍ଜନ କରିବା ଏହା ସମ୍ପୂର୍ଣ୍ଣ ଧର୍ମ ବିରୋଧୀ ଅଟେ। ଏ କଥା ମଧ୍ୟ କାଲଭିନ୍ ତାଙ୍କ ମତବାଦରେ ମର୍ମେ ମର୍ମେ ଦର୍ଶାଇଥିଲେ। ଏହିପରି ଭାବରେ କାଲଭିନୀୟ ମତବାଦ ସମଗ୍ର ପାଶ୍ଚାତ୍ୟ ଜଗତରେ ପ୍ରଭାବିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଆଉ ଜଣେ ଧର୍ମ ସଂସ୍କାରକ ଆନ୍ଦୋଳନକାରୀ ଏହି ପାଶ୍ଚାତ୍ୟ ଜଗତରେ ଆବିର୍ଭାବ ହୋଇଥିଲେ, ଯାହାଙ୍କର ନାମ ଥିଲା ୟଙ୍ଗଲି, ଯିଏକି 1484 ଖ୍ରୀଷ୍ଟାବ୍ଦରେ ସୁଇଜରଲ୍ୟାଣ୍ଡରେ ସେ ଜନ୍ମଗ୍ରହଣ କରିଥିଲେ। ସେ ଅନେକ ସ୍ଥାନରେ ଶିକ୍ଷା ଗ୍ରହଣ କଲା ପରେ ଖ୍ରୀଷ୍ଟ ଧର୍ମର ମୌଳିକ ତତ୍ତ୍ୱକୁ ସେ ଅନୁଧ୍ୟାନ କରିବାକୁ ଚେଷ୍ଟା କଲେ। ଅନେକ ଧର୍ମଯାଜକ ମାନଙ୍କର ସଂସ୍ପର୍ଶରେ ମଧ୍ୟ ୟଙ୍ଗଲି ଆସିଥିଲେ ଏବଂ ସେ ଧର୍ମର ଗୂଢ଼ ରହସ୍ୟ ଜାଣିବା ପାଇଁ, ଖ୍ରୀଷ୍ଟ ଧର୍ମର ପ୍ରକୃତ ରହସ୍ୟକୁ ଜାଣିବା ପାଇଁ ସେ ଅନେକ ଗବେଷଣା କରିଥିଲେ, ଅନୁସନ୍ଧାନ କରିଥିଲେ, ଧର୍ମ ତତ୍ତ୍ୱ ଉପରେ ସେ ଆଲୋଚନା କରିଥିଲେ। ମାର୍ଟିନ ଲୁଥର ହୁଅନ୍ତୁ କିମ୍ବା କାଲଭିନ୍ ହୁଅନ୍ତୁ, ସେମାନଙ୍କର ମତବାଦକୁ ମଧ୍ୟ ସେ କମ୍ପେୟାର କରିଥିଲେ ବା ସେମାନଙ୍କ ଭିତରେ ଥିବା ପାର୍ଥକ୍ୟକୁ ସେ ଅନୁଧ୍ୟାନ କରିଥିଲେ, ଗଭୀର ଅନ୍ୱେଷଣ କରିଥିଲେ, ଯାହା ଫଳରେ କି ଖ୍ରୀଷ୍ଟ ଧର୍ମରେ ଏକ ନୂତନ ସଂସ୍କାର ଆଣିବା ପାଇଁ ୟଙ୍ଗଲି ମଧ୍ୟ ଚେଷ୍ଟା କରିଥିଲେ। ତାଙ୍କର ମତବାଦ ଦ୍ୱାରା ବା ୟଙ୍ଗଲିଙ୍କର ମତବାଦ ଦ୍ୱାରା ସମାଜରେ ଗୋଟିଏ ଜାତୀୟ ଭାବନା ସୃଷ୍ଟି ହେଇପାରିଥିଲା। ସେ ପ୍ରଥମେ କ୍ୟାଥୋଲିକ ଖ୍ରୀଷ୍ଟ ଧର୍ମର ଯୋଉ ରହିଥିଲା ଆଧିପତ୍ୟ ରହିଥିଲା ବା କ୍ୟାଥୋଲିକ ବାସୀ ମାନେ ବା କ୍ୟାଥୋଲିକ ଧର୍ମାବଲମ୍ବୀ ମାନେ ଯୋଉ ନିଜେ ଚିନ୍ତା କରୁଥିଲେ ଯେ ସେମାନେ ହଉଛନ୍ତି ଖ୍ରୀଷ୍ଟ ଧର୍ମର ପ୍ରକୃତ ପ୍ରବର୍ତ୍ତକ, ସେମାନେ ହଉଛନ୍ତି କ୍ଷୁର୍ଣ୍ଣତା ଆଣିବା ପାଇଁ ୟଙ୍ଗଲି ପ୍ରଥମେ ସେମାନଙ୍କ ମଧ୍ୟରେ ବିଚାର ବିମର୍ଶ କରି ସେମାନଙ୍କୁ ବୁଝେଇବାକୁ ଚେଷ୍ଟା କରିଥିଲେ, ସେମାନଙ୍କ ମନରେ ସଂସ୍କାର ଆଣିବାକୁ ଚେଷ୍ଟା କରିଥିଲେ। ହଠାତ୍ ଯେ ବିରୁଦ୍ଧବାଦୀ ମାନଙ୍କ ପାଖରେ ସେମାନେ ବା ବିରୁଦ୍ଧବାଦୀ ମାନଙ୍କ ପାଖରେ ୟଙ୍ଗଲି ପଶିଯିବାକୁ ଚାହିଁନଥିଲେ, ସେଥିରେ ଯୋଗ ଦେବାକୁ ଚାହିଁନଥିଲେ, ସେଥିରେ ଅନୁଗାମୀ ହେବାକୁ ସେ ଚାହିଁନଥିଲେ। ସେ ପ୍ରଥମେ ସେ କ୍ୟାଥୋଲିକ ଧର୍ମାବଲମ୍ବୀ ମାନଙ୍କ ମଧ୍ୟରେ ଏକ ବିଚାର ବିମର୍ଶ କରିବା ପାଇଁ ଆଗଭର ହେଇଥିଲେ ଏବଂ ସେମାନଙ୍କର ଧର୍ମରେ ସଂସ୍କାର ଆଣିବା ପାଇଁ ସେ ଶତଚେଷ୍ଟା କରିଥିଲେ। କିନ୍ତୁ ସେତେବେଳେ ସେ ଧର୍ମାବଲମ୍ବୀ ବ୍ୟକ୍ତିବିଶେଷ ୟଙ୍ଗଲିଙ୍କର ମତବାଦକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନଥିଲେ। ତଥାପି ମଧ୍ୟ ଏହି ସମୟରେ ୟଙ୍ଗଲି ଆରମ୍ଭ କରିଥିଲେ ତାଙ୍କର ସାଧାରଣ ଲୋକମାନଙ୍କ ମନରେ ଗୋଟିଏ ଜାତୀୟ ଚେତନା ଜାଗ୍ରତ କରିବା ପାଇଁ। ଏହି ଧର୍ମ ନାମରେ ବା ଧର୍ମ ବିଶ୍ୱାସକୁ ଆଧାର କରି ବା ପ୍ରୋଟେଷ୍ଟାଣ୍ଟ ଧର୍ମାବଲମ୍ବୀ ମାନେ ବା ଲୁଥରୀୟ ମତବାଦ, କାଲଭିନି ମତବାଦକୁ ଆଧାର କରି ୟଙ୍ଗଲି ମଧ୍ୟ ତାଙ୍କର ସ୍ୱମତବାଦ ରଖି ସେ ସର୍ବସାଧାରଣଙ୍କ ପାଖରେ ନିଜେ ପହଞ୍ଚି ସେମାନଙ୍କର ମନରେ ଗୋଟିଏ ଜାତୀୟ ଚେତନା, ସ୍ୱଦେଶ ପ୍ରୀତି ଜାଗ୍ରତ କରେଇଥିଲେ ଏବଂ ଜାତୀୟ ଚେତନା ଜାଗ୍ରତ ପଛରେ ଧର୍ମ ବିଶ୍ୱାସ କେମିତି ଆବଶ୍ୟକ ସେ କଥା ସେ ସାଧାରଣ ଲୋକମାନଙ୍କୁ ବା ଜନସାଧାରଣଙ୍କୁ ସେ ବୁଝେଇବାକୁ ଚେଷ୍ଟା କରିଥିଲେ। ତାଙ୍କରି ବା ୟଙ୍ଗଲିଙ୍କର ମତବାଦ ଦ୍ୱାରା, ୟଙ୍ଗଲିଙ୍କର ଏହି ଧର୍ମ ବିଶ୍ୱାସ ଦ୍ୱାରା ସେତେବେଳେ ଗୋଟେ ସାମ୍ରାଜ୍ୟବାଦ ମଧ୍ୟ ସୃଷ୍ଟି ହେଇଥିଲା ବା ସାମ୍ରାଜ୍ୟବାଦ ପ୍ରତିଷ୍ଠା ହେଇଥିଲା। ସାମ୍ରାଜ୍ୟବାଦ ଗୋଟିଏ ଦେଶରେ ନୁହେଁ, ସମଗ୍ର ପାଶ୍ଚାତ୍ୟ ଦେଶର ରାଷ୍ଟ୍ର ସମୂହ ଅନ୍ୟାନ୍ୟ ମହାଦେଶ ମାନଙ୍କରେ ଯାଇ ସେମାନଙ୍କର ଆଧିପତ୍ୟ ବିସ୍ତାର କରି ସେଠାରେ ସେମାନଙ୍କର ଶାସନ ପ୍ରଣାଳୀକୁ ଗୋଟିଏ ନୂତନ ରୂପରେଖ ଦେଇଥିଲେ, ଯାହାକୁ କି ସାମ୍ରାଜ୍ୟବାଦ କୁହାଯାଇଥିଲା। ସେ ସବୁ ସାମ୍ରାଜ୍ୟ ମାନଙ୍କରେ ଏହି ଧର୍ମ ବିଶ୍ୱାସକୁ ପ୍ରତିଷ୍ଠା କରିବା ପାଇଁ, କଳଙ୍କିତ ଧର୍ମ ନୁହେଁ ସଂସ୍କାରମୂଳକ ଧର୍ମକୁ ପ୍ରତିଷ୍ଠା କରିବା ପାଇଁ ଏହି ସାମ୍ରାଜ୍ୟବାଦ ମଧ୍ୟ ପ୍ରତିଷ୍ଠା କରାଯାଇଥିଲା। ଏହି ୟଙ୍ଗଲିୟ ମତବାଦକୁ ଆଧାର କରି ବା ଲୁଥରୀୟ ମତବାଦକୁ ଆଧାର କରି ବା କାଲଭିନିଙ୍କର ମତବାଦକୁ ଆଧାର କରି ପାଶ୍ଚାତ୍ୟ ଜଗତରେ କଳାର ବିକାଶ ହେଇଥିଲା, ବିଜ୍ଞାନର ବିକାଶ ହେଇଥିଲା ଏବଂ ସ୍ଥାପତ୍ୟ କଳାର ବିକାଶ ହେଇଥିଲା, ସାହିତ୍ୟର ବିକାଶ ହେଇଥିଲା, ଦର୍ଶନ ଶାସ୍ତ୍ରର ବିକାଶ ହେଇଥିଲା ଏବଂ ଭେଷଜ ବିଜ୍ଞାନର ମଧ୍ୟ ବିକାଶ ହେଇଥିଲା। କେମିତି ନା ଧର୍ମ ବିଶ୍ୱାସ ମୂଳରେ ହିଁ ସମସ୍ତ ପ୍ରକାରର ଜ୍ଞାନ ଲୁଚି ରହିଛି ବୋଲି
ୟଙ୍ଗଲି ତାଙ୍କ ମତବାଦରେ ଦର୍ଶାଇଥିଲେ ଯଦି ଧର୍ମରେ ସଂସ୍କାର ଆସିପାରିବ ତାହେଲେ ସମାଜର ବିଭିନ୍ନ ବିଭାଗରେ ବିଭିନ୍ନ ବ୍ୟବସ୍ଥାରେ ପରିବର୍ତ୍ତନ ହେଇପାରିବ ବୋଲି ତାଙ୍କର ମତ ଥିଲା। ତେବେ ଆଜି ତ ସମୟ ହେଇଯାଇଛି, ଆସନ୍ତା ଅଧ୍ୟାୟରେ ଆମେ ଆଉ ଗୋଟିଏ ନୂତନ ବିଷୟ ଆଲୋଚନା କରିବା। ଧନ୍ୟବାଦ।